ହଉ ଦର୍ଶକ ବନ୍ଧୁ ବରକାନି ଗାଁର ନାଟକର ଆପଣ ଜାଣିପାରିଥିବେ ଧନ ପାକେ ମନ ବନ୍ଦା ପଡ଼ିଛି। ଆଉ ସେଇ ନାଟକଟା 365 ଦିନ ଭିତରେ 222 ଦିନ ମଞ୍ଚସ୍ଥ କରିଥିଲା। କିନ୍ତୁ ଆମର ଚାରିଗଡ଼ରେ ଓଡ଼ିଶା ଆମର ଛତିଶଗଡ଼ରେ ମିଶିକିରି ତ ସେଇ ଗାଁରେ ଗୋଟେ ଆଜି ବୈଠକଟା ପ୍ରଥମ ବୈଠକଟା ହେଇଛେ। ତ ନୂଆ କଳାକାର ନୂଆ ମଞ୍ଚକେ ଆଉ ନୂଆ ବହି ନେଇକରି ନୂଆ ନୂଆ କଳାକାର ଅନେକ ନାଟକ ଅନୁଷ୍ଠାନର ଆସିକରି ସେ ନାଟରେ ଗୋଟେ ଆଜି ବୈଠକ ବସିଛନ୍। ତ ଆସନ୍ ଜାଣମା କେନ୍ କେନ୍ କଳାକାରମାନେ ଅଛନ୍ ଆଉ ସେ କଳାକାରମାନେ କେତେ ଆଗ୍ରହ ଇଚ୍ଛା ସହିତ ଆସିଛନ୍ ଆମର ବରକାନି ମା ଭଣ୍ଡାରୁଣୀ ନାଟ୍ୟ କଳା ଅନୁଷ୍ଠାନକେ ସେ ବିଷୟରେ କିଛି ଜାଣମା। ହଉ ଦର୍ଶକ ବନ୍ଧୁ ଆଜ୍ଞାକେ ଜାଣୁଥିବେ ସେ ପୁରୁଣା ନାଟକରେ ବି ଦୁଇଟା ଅଭିନୟ କରୁଥିଲେ। ଆଉ ସେ ଅଭିନୟ ଆପଣମାନଙ୍କୁ ମୁଇଁ ଟିକେ ଆଉ ମନେ ପକାଇ ଦେସି। ରାଜା ଭୂମିକା କରୁଥିଲେ ଆଉ ଶବର ଭୂମିକାରେ ଅଭିନୟ କରୁଥିଲେ। ତଥାପି ତାଙ୍କଠାରୁ ତାଙ୍କର ପରିଚୟ ଟିକେ ଜାଣମା। ନମସ୍କାର ଆଜ୍ଞା। ଆଜ୍ଞା ନମସ୍କାର। ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର୍। ଆଜ୍ଞା ମୋର୍ ନାଁ ହେଉଛି ନେହେରୁ ପଟେଲ। ଆଜ୍ଞା ମୋର୍ ଗାଁ ହେଉଛି ବରକାନି। ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ଆଜ୍ଞା, ବହୁତ ଧନ୍ୟବାଦ। ଆଚ୍ଛା ଆପଣ ଯେନ୍ ଧନ ପାଖେ ମନ ବନ୍ଦା ପଡ଼ିଛି ସେଇ ନାଟକରେ ଆପଣ ଅଭିନୟ କରୁଥିଲେ। ତ ସେଇ ନାଟକଟା କେତେ ବର୍ଷ ଖଣ୍ଡେ ଚାଲିଲା ଆଜ୍ଞା? ଯେନ୍ ଧନ ପାଖେ ମନ ବନ୍ଧା ପଡ଼ିଛି ସେ ନାଟକ 4 ବର୍ଷ ଖଣ୍ଡେ ଚାଲିଲା। ଆଜ୍ଞା ଆଜ୍ଞା ଆଉ ଧନ ପାଖେ ମନ ବନ୍ଦା ପାର୍ଟ 2ଟା ଗୋଟେ ବର୍ଷ ଚାଲିଲା। ହଁ ଆଜ୍ଞା। ତ ଏଇ ବର୍ଷ ଯେନ୍ ନୂଆ ନୂଆ କଳାକାରମାନକେ ନୂଆ ନୂଆ ଯେନ୍ ଅନୁଷ୍ଠାନର କଳାକାରମାନକେ ଆଣିଛନ୍ ଆଉ ବୈଠକଟା ଆଜି ହେଲା ତ କେତେ ଖୁସି ଲାଗୁଛି ଆପଣଙ୍କୁ? ବହୁତ ଖୁସି ଲାଗୁଛି ଆଜ୍ଞା। ଆଜ୍ଞା ଯେନ୍ ଧନ ପାଖେ ମନ ବନ୍ଧା ପଡ଼ିଛି ଯେନ୍ ନାଟ ଚାଲିଥିଲା ସାର୍। ଇଟାକେ ବି ହେନ୍ତା ରୂପ ଦେମୁ ବୋଲି ଆଶା আর ବିଶ୍ୱାସ ଅଛି। ଆଜ୍ଞା ଆଜ୍ଞା ଏ ବହିକେ କେନ୍ ଆଜ୍ଞା ଲେଖିଛନ୍ ଆଉ କେନ୍ ଆଜ୍ଞାଙ୍କର ବହି? ଠିକ୍ କଥା ଆଜ୍ଞା। ଇ ବହିକେ ଲେଖିଛନ୍ ଆମର ଗୁରୁ ଭଗବାନ ବାଗ। ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା। ତ ସେ ଆଜ୍ଞା ଅଭିନୟ ବି କରିବେ ଖାଲି ବହି ଲେଖା ଲୁଖିରେ ଦେଇଛନ୍ ଆପଣ? ନାଇଁ ଆଜ୍ଞା ସେମାନେ ଲେଖକରୁ ଅଭିନୟ ବି କରିବେ ଯେନ୍ଟାକି ନାୟିକା ଭୂମିକାରେ ସେମାନେ କରିବେ। ଆମର ଏବେ ଚାରିଗଡ଼ ନାଟ୍ୟର ଭିତରେ କେନ୍ କେନ୍ ର ଆକ୍ଟର ମାନେ ଆସିଛନ୍ କେନ୍ କେନ୍ ମାନେ ଅନୁଷ୍ଠାନରୁ ଆପଣଙ୍କର ନାଟକ ଆସିଛନ୍ ଆଜ୍ଞା କଳାହାଣ୍ଡି ନୂଆପଡ଼ା ଆଜ୍ଞା ଛତିଶଗଡ଼ ଏମିତି କରି ସବୁ ମିଲିମିଶି କରି। ନବରଙ୍ଗପୁର ବି ଆସିଛନ୍? ହଁ ନବରଙ୍ଗପୁର ବି ଆସିଛନ୍। ଚାରିଟା ଗଡ଼ ଅଛେ ଚାରିଟା ଗଡ଼ର ଆମର ନାଟ୍ୟ ଅନୁଷ୍ଠାନର କଳାକାରମାନେ ଆସିଛନ୍। ହଁ ଆଜ୍ଞା। ଆଜ୍ଞା ଆପଣ କେନ୍ ଭୂମିକା ଏଇନା ଅଭିନୟ କରିବେ? ମୁଇଁ ରଜା ଭୂମିକା କରିବି ଆଜ୍ଞା। ଏଇନା ବି ଫେର୍ ହଇ ଆପଣ ଆମର ଦର୍ଶକ ବନ୍ଧୁମାନଙ୍କୁ ଟିକେ ଦୁଇ ପଦ ଗୀତ ପଦ ଶୁଣାହନ୍ ଆଜ୍ଞା। ଆପଣଙ୍କଟା ତ ପୁରୁଣାଟା ଫେମସ୍ ଥିଲା। ଏ ପୁଣ୍ୟ ପୀଠରେ ଭ୍ରମଇସ ଧୀରେ ମହାମାନ୍ୟ ମିତ୍ର ଚିହ୍ନ ପ୍ରଜାହିତେ ରାଜ୍ୟ ଆନନ୍ଦରେ କରଇ ଭ୍ରମଣ ପ୍ରଜାହିତେ ରାଜ୍ୟ ଆନନ୍ଦରେ କରଇ ଭ୍ରମଣ। ବହୁତ ଧନ୍ୟବାଦ, ବହୁତ ଖୁସି ଲାଗିଲା ଆଜ୍ଞା ଆପଣଙ୍କର ଗୀତଟା ଯେନ୍ କଣ୍ଠରେ ଆମର ଦର୍ଶକ ବନ୍ଧୁମାନଙ୍କୁ ଶୁଣାଇଲେ ଦେଲେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା। ତ ଗୋଟେ କଥା ଏଇଟା ତ ରାଜା ଭୂମିକାଟା ଶୁଣାଇଲେ ଆଜ୍ଞା। ତ ଶବର ଯେନ୍ ଅଭିନୟ ସେଇଟା ବି ବେଶ ଚର୍ଚ୍ଚିତରେ ଥିଲା ଆପଣଙ୍କର ଲାଗି ଦର୍ଶକ ମାନେ ବି ବହୁତ ଭଲ ପାଇବା ଦେଇଥିଲେ ସେ ଶବର ଭୂମିକାରେ ଅଭିନୟ କରବାଟାକେ ଆପଣଙ୍କର। ତ ସେଇଟା ଦୁଇ ପତିକି ଯାଉ। ଡଙ୍ଗରେ ଡଙ୍ଗରେ ଆରେ ଜଙ୍ଗଲେ ଜଙ୍ଗଲେ ଡଙ୍ଗରେ ଡଙ୍ଗରେ ଆରେ ଜଙ୍ଗଲେ ଜଙ୍ଗଲେ ବୁଲି ବୁଲି ଛାରେ ଜଙ୍ଗଲେ ବୁଲି ବୁଲି ଛାରେ ଜଙ୍ଗଲେ ବୁଝୁଅଛେ ମୁଇଁ ଖବର ମୁଇଁ ତ ଡଙ୍ଗର ରାଜା ଶବର ହୋ ମୁଇଁ ତ ଡଙ୍ଗର ରାଜା ଶବର। ବହୁତ ଧନ୍ୟବାଦ ଆଜ୍ଞା, ବହୁତ ଖୁସି ଲାଗିଲା। ଯାହା ହଉ ଦର୍ଶକ ବନ୍ଧୁ ଧନ ପାଖେ ମନ ବନ୍ଦା ପଡ଼ିଛି ଯେନ୍ ରାଜା ଆଜ୍ଞା ଥିଲେ ଶବର ଆଜ୍ଞା ଆମର ସମ୍ମୁଖରେ ଥିଲେ ଆଉ ବହୁତ ସୁନ୍ଦର କରିକି ଆମର ଦର୍ଶକ ବନ୍ଧୁମାନଙ୍କୁ ବାର୍ତ୍ତା ରଖିଲେ କିଛି ଗୀତ ପଦ ବି ଶୁଣିଦେଲେ। ତ ଏଇ ନାଟକେ ବି ସେ ଆଗେ ଯେନ୍ତା କରୁଥିଲେ ଆପଣଙ୍କର ଆଗରୁ ଯେନ୍ ନାଁଟା ରଖିଥିଲେ ଏଇ ନାଟକରେ ବି ସେମିତି ନାଁ ରଖନ୍ ବୋଲି ମୋର ଆଶା ଓ ବିଶ୍ୱାସ ଆଜ୍ଞା। ନିଶ୍ଚିତ ଭାବେ ସାର୍। ଆଜ୍ଞା ସାର୍। ଦର୍ଶକ ବନ୍ଧୁ ଆଉ ଜଣେ କଳାକାର ଆଜ୍ଞା ଅଛନ୍ ଆମର ବରକାନି ମା ଭଣ୍ଡାରୁଣୀ ନାଟ୍ୟକଳା ଅନୁଷ୍ଠାନରେ। ତ ସେ ଆଜ୍ଞାଙ୍କର ବି ଚର୍ଚ୍ଚିତ ଚେହେରା ଯେନ୍ଟାକି ପତିକେ ଛୁଇଁଲେ ପାପ ଛିଲ୍ପା ନାଟକ ଆପଣମାନେ ଦେଖିଥିବେ ବୋଲେ ନିହାତି ତାଙ୍କର ଚେହେରାକେ ବି ଚିହ୍ନି ପାରୁଥିବେ। ତ ସେ ଆଜ୍ଞା ବି ବର୍ତ୍ତମାନ ଏଇ ଆମର ବରକାନି ଗାଁ ଅନୁଷ୍ଠାନରେ ଆସିଛନ୍। ତ ତାଙ୍କର ପରିଚୟ ଟିକେ ଜାଣମା। ନମସ୍କାର ଆଜ୍ଞା। ନମସ୍କାର ଆଜ୍ଞା। ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ। ମୋର ପରିଚୟ ହେଲା, ମୋର ନାଁ ହେଉଛି କୋଦଣ୍ଡ କୁମାର ସାହୁ। ଆଜ୍ଞା
ଆଉ ମୋର ଘର ହେଲା ଛିଲ୍ପା ଧର୍ମଡ଼ ମୋର ବ୍ଲକ ଆଉ ପଞ୍ଚାୟତ ବି ଛିଲ୍ପା। ଆଜ୍ଞା ବହୁତ ସୁନ୍ଦର ଆଜ୍ଞା ବହୁତ ଧନ୍ୟବାଦ। ଆପଣ ଯେନ୍ ଶିଳ୍ପା ଗାଁ ଅନୁଷ୍ଠାନରେ କାମ କରିଥିଲେ ଆଉ ସେ ଶିଳ୍ପା ଗାଁରୁ ଆଜି ଯେନ୍ ଆମର ଛତିଶଗଡ଼ ବରକାନିକ ଆସିଛନ୍ ତ କେତେ ଖୁସି ଲାଗୁଛି ଆପଣଙ୍କୁ? ବହୁତ ଖୁସି ଲାଗୁଛେ କାଁ ଯେନା ମୁଇଁ ଆମର କଳାହାଣ୍ଡି ଅଞ୍ଚଳକେ ଛାଡ଼ିକରି ଆଜି ଛତିଶଗଡ଼ରେ ମୁଇଁ ଫାର୍ଷ୍ଟ ଟାଇମ୍ ମାନେ ଛତିଶଗଡ଼ରେ ଅଭିନୟ କରିବା ଲାଗି ଆସିଛେ ଆଜ୍ଞା ତ ବହୁତ ଖୁସି ବି ଲାଗୁଛେ। ଆଜ୍ଞା ଆଜ୍ଞା ତ ଏନେ ତ ଅନେକ ଗୁଡ଼ା କଳାକାର ମାନେ ଅଛନ୍ ମାନେ ଚାରିଗଡ଼ର ଗୋଟେ ଗୋଟେ କଳାକାର ଆସିକରି ଏ ନାଟକରେ ଅଭିନୟ କରବା ଲାଗି ଆସିଛନ୍ ତ ସେମାନେ ସନ୍ ବୈଠକରେ ବସିଲେ ତ ସେ ବିଷୟରେ ବି କେତେ ଖୁସି ଅଛନ୍ତି? ସେଥିଲାଗି ତ ବହୁତ ଖୁସି ଲାଗୁଛେ କାଁ ଯେନା ମୁଇଁ ତ ଅନେକ ବର୍ଷ ଧରିକରି ଗାଁରେ ଏକା ମୁଇଁ ମାନେ ଅଭିନୟ କରି ଆସୁଥିଲି ଶିଳ୍ପା ମାଟିରେ। ଆଜ୍ଞା ତାପରେ ଏ ବର୍ଷ ମକେ ବରକାନି ପାର୍ଟି ମକେ ସୁଯୋଗ ଦେଇଥିବାରୁ ତାମନକେ ବହୁତ ବହୁତ ଧନ୍ୟବାଦ ଦଉଛେ ଆର୍ ଖୁବ୍ ଖୁସି ଲାଗୁଛେ କାଜେ ନୂଆ କଳାକାର ମାନ ସାଙ୍ଗେ ଆଜ୍ଞା ମାନେ ମୋର୍ ଲାଗି ନୂଆ କଳାକାର ସେମାନେ ତ ପୁରୁଣା କଳାକାର ବାକି ମୋର୍ ଲାଗି ନୂଆ କଳାକାର ମାନ ସାଙ୍ଗେ କାମ କରବା ଲାଗି ବହୁତ ଖୁସି ଲାଗୁଛେ। ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ। ତ ଗୋଟେ କଥା ଆମର ଦର୍ଶକ ବନ୍ଧୁମାନକେ ଟିକେ ଆପଣ ହିରୋ ଭୂମିକାରେ ଅଭିନୟ କରିବେ କି କେନ୍ ଭୂମିକା ସେକେଣ୍ଡ କି ଫାର୍ଷ୍ଟ? ନାଇଁ ହିରୋ ଭୂମିକାରେ ଅଭିନୟ କରିବି ଆଜ୍ଞା ମେନ୍ ହିରୋ। ମ୍ୟାନ୍ ହିରୋ। ଆଜ୍ଞା ଆଜ୍ଞା ତ ଆମର ଦର୍ଶକ ବନ୍ଧୁମାନକେ ଟିକେ କଣ୍ଠ ପରୀକ୍ଷା ଲାଗି ଦୁଇ ପଦ ଟିକେ ହଉ ଆଜ୍ଞା। ଠିକ୍ ଅଛି ମାନେ ପୁରୁଣା ନାଟର କହିବି ନା ଏଇ ବର୍ତ୍ତମାନ ନାଟର ଯେ କହିବି? ନାଟକର ଦର୍ଶକ ଠିକ୍ ଅଛି। ଦିଲକେ ଛୁଇଁବା ସେ ନାଟକର ଗୀତଟି ହେଇଯିବ। ହଁ ଠିକ୍ କଥା କହିଲେ ଯେ ବାକି ଏଇ ଯେନ୍ ନାଟ ଏବେ ନୂଆ ଷ୍ଟାର୍ଟ ଆମେ କରବା ଲାଗି ଯାଉଛୁ ସେ ନାଟର ଦୁଇ ପଦ କହିଦେଉଛେ ଆଜ୍ଞା ସାର୍ ଟିକେ ବୋଲି ଆମର ମନେ ଅଛେ ଆଜ୍ଞା ତ ଚାଲିଛେ ମାନେ ଘୁଷାଘୁଷି ଚାଲିଛେ ଫେର୍ ବି କହୁଛେ। ଆଜ୍ଞା ଏହି ଉଦ୍ୟାନରେ ଯେବେ ବୁଲୁଥିଲୁ ଏହି ଉଦ୍ୟାନରେ ଯେବେ ବୁଲୁଥିଲୁ ଛୁଇଁ ପ୍ରେମର ସେ ରଙ୍ଗ ହୋ ଏହି ଉଦ୍ୟାନରେ ଯେବେ ବୁଲୁଥିଲୁ ଛୁଇଁ ପ୍ରେମର ସେ ରଙ୍ଗ ଇସାରା ଏ ମନର କେହି କ'ଣ ବୁଝିପାରେ ଆପଣା ହୋଇଯାଏ କେହି ଏଇ ବଗିଚାରେ କିଏ ବୁଣିଲା ମହକର ରଙ୍ଗ ଏହି ଉଦ୍ୟାନରେ ଯେବେ ବୁଲୁଥିଲୁ ଛୁଇଁ ପ୍ରେମର ସେ ରଙ୍ଗ ଏହି ଉଦ୍ୟାନରେ ଯେବେ ବୁଲୁଥିଲୁ ଛୁଇଁ ପ୍ରେମର ସେ ରଙ୍ଗ। ବହୁତ ଧନ୍ୟବାଦ ଆଜ୍ଞା ବହୁତ ଖୁସି ଲାଗିଲା। ଆଚ୍ଛା ଗୀତ କିଏ ଆଜ୍ଞା লিখিছন এটা? এটা আমার গুরু দাদা ভগবান দাদা লিখিছন। তো নাট্য পরিচালনা কেন আজ্ঞା করছন? নাট্য পরিচালনা রাইসিং যাদব। পরিচি দিয়ে করে ঘোষা ঘুষি হয়ে সারিছে আপন? नहीं हेबा ता जस्ट एबे टिके मुई एटा फोटो करके ना एटा कहि दूचे। ଆଜ୍ଞା ଆଜ୍ଞା ତ ଯାହା ହଉ ଆଜ୍ଞା ଏତେ ବାଟରୁ ଆସିକନ୍ ଆପଣ କଳା ପାଇଁ ଆପଣଙ୍କର ଆଗ୍ରହ ଅଛି ଇଚ୍ଛା ଅଛି ବୋଲିକିରି ଏତେ ବାଟରୁ ଆସିକରି ଆପଣ କଳା ଦେଖୁଛନ୍ ଆଜ୍ଞା। ତ ଏ ନୂଆ ମଞ୍ଚରେ ନୂଆ ଅନୁଷ୍ଠାନରେ ପୁରୁଣା ଅନୁଷ୍ଠାନ ଏକା ନୂଆ ମଞ୍ଚରେ ନୂଆ ଅଭିନୟ ଯେନ୍ତା ଆକ୍ଟର ମାନେ ନୂଆ ବହିକେ ନେଇକରି କାଣା କହିବେ ଦୁଇ ପଦ କିଛି କହନ୍ତୁ? बहुत खुशी लाଗୁଛେ ମାନେ ମାନେ ନୂଆ ସାଥୀ ସାଙ୍ଗେ ଆମେ କାମ କରବା ଲାଗି ଭଗବାନ ଦାଦା ତ ମୁଇଁ ତାଙ୍କର ସାଙ୍ଗେ କେବେ ବି ମାନେ ଷ୍ଟେଜ୍ରେ ସାମ୍ନା ନାଇଁ କରବାର୍ତା ତାପରେ ଆମର ଗଗନ ଦାଦା ଅଛନ୍ ତାପରେ ନେହେରୁ ଦାଦା ଅଛନ୍ ସେମାନଙ୍କର ସାଙ୍ଗେ ବି କାହାର ସାଙ୍ଗେ ବି କାମ ନାଇଁ କରଲା ଫାର୍ଷ୍ଟ ଟାଇମ୍ କରବି ତ ନିଜକେ ନିଜ ଖୁବ୍ ଗୌରବ ଲାଗୁଛେ ଆଉ ମକେ ତ ଯେତେ ଆଶା ଲାଗୁଛେ ଯେ ମାନେ ବରକାନି ଯେନ୍ତା ଧନ ପାକେ ମନ ବନ୍ଧା ପଡ଼ିଥିଲା ଆଜ୍ଞା ଆଜ୍ଞା ସେଇଟା ଯେ ନାଟକ ଭାଇରାଲ ହେଇଥିଲା ଆଉ ବେଶୀ ମାନେ ଆଗକେ ବଢ଼ିଥିଲା ଖୁବ୍ ପ୍ରଶଂସା ପାଇଥିଲା। ତ ବର୍ତ୍ତମାନ ମୁଇଁ ବି ଏ ବର୍ଷ ବହୁତ ଆଶା କରୁଛେ ଯେ ଆମର ଏବେ ଯେନ୍ ଆମେ ନାଟ ପ୍ରସ୍ତୁତି କରୁଛୁଁ ସେ ନାଟ ବହୁତ ଆଗକେ ଯିବା ବୋଲି ମୋର ଖୁବ୍ ଆଶା আর ବିଶ୍ୱାସ ଅଛି। ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଯାହା ହଉ ଆମର ମା ଠାକୁରାଣୀ ୟୁଟ୍ୟୁବ୍ ଚ୍ୟାନେଲରେ ଯେନ୍ ଦୁଇ ପଦ ମତାମତ ଦେଲେ ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା ନମସ୍କାର। ঠিক আছে ধন্যবাদ। ହଉ ଦର୍ଶକ ବନ୍ଧୁ ଆଉ ଜଣେ କଳାକାର ଆଜ୍ଞା ଅଛନ୍ ଆମ ସମ୍ମୁଖରେ ମା ଭଣ୍ଡାରୁଣୀ ନାଟ୍ୟ କଳା ଅନୁଷ୍ଠାନ ବରକାନିର। ତ ସେ ଆଜ୍ଞାଟା ବର୍ତ୍ତମାନ ଆଗରୁ ଅଭିନୟ କରୁଥିଲେ ନା ବର୍ତ୍ତମାନ ଏବେ ଅଭିନୟ କରିବେ ସେ ବିଷୟରେ କିଛି ଜାଣମା ଆଉ ତାଙ୍କର ପରିଚୟଟିଏ ଜାଣମା। ତ ନମସ୍କାର ଆଜ୍ଞା। ନମସ୍କାର ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର୍। ମୋର ନାଁ ଅନାଦି ମଙ୍ଗରାଜ ଗାଁ ବରଗୁଡ଼ା ଜୁନାଗଡ଼ ବ୍ଲକ ଆଜ୍ଞା ଆଜ୍ଞା ଜିଲ୍ଲା ବହୁତ କଳାହାଣ୍ଡି। ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା। ଆପଣ ବି ଆମର କଳାହାଣ୍ଡି ଅଞ୍ଚଳରୁ ଆସିଛନ୍ତି ତ ଆପଣ ଏନେ କେନ୍ ଅଭିନୟ କରବା ଲାଗି ଆସିଛନ୍ତି ଆପଣ? ହିରୋଇନ୍ ଆଗରୁ କରିଥିଲେ ନା କି ଏଇଟା ପ୍ରଥମ କରି? ଗଲା ବର୍ଷ ବି କରିଥିଲି ଏ ବର୍ଷ ବି ସୁଯୋଗ ମିଳିଛି। ଆଜ୍ଞା ଆଜ୍ଞା ସେକେଣ୍ଡ ହିରୋଇନ୍ କି ଫାର୍ଷ୍ଟ? ନାଇଁ ମ୍ୟାନ୍ ହିରୋଇନ୍। ମେନ୍ ହିରୋଇନ୍ ନାଇଁ କି ଆଜ୍ଞା ଯାହା ହଉ ଆଜ୍ଞା। ତ ଆମର ଦର୍ଶକ ବନ୍ଧୁମାନକେ ଟିକେ ଦୁଇ ପଦ ଗୀତ ଶୁଣେଇ ଦିଅନ୍ତୁ ହେନ୍ତେ ଲାଗେ। ହଁ ଠିକ୍ ଅଛି। ଆଜ୍ଞା ଶିଉଲି ଦେଖ ସଖୀ ଶିଉଲି ଫଗୁଣ ମାସେ ଆମ୍ବ ବଉଲି ଶିଉଲି ଦେଖ ସଖୀ ଶିଉଲି
ଫଗୁଣ ମାସେ ଆମ୍ବ ବଉଲି ଓଠ ମନାଲି କଥା ମହୁଲି ମହକି ଯାଏ ଗଙ୍ଗଶିଉଲି ଛନ ଛନ ରୂପ ମୋର ରୂପ ବିଜୁଲି ଶିଉଲି ଦେଖ ସଖୀ ଶିଉଲି ଫଗୁଣ ମାସେ ଆମ୍ବ ବଉଲି। ତ ଏ ବର୍ଷ ଯେନ୍ ଆଉ କିଛି ପୁରୁଣା କଳାକାର ମାନକେ ନେଇକରି ଆପଣ ତାଙ୍କ ସଙ୍ଗେ କାମ କରିବେ ଯେନ୍ଟାକି ଭଗବାନ ଆଜ୍ଞା ବି ଆଗରୁ ଥିଲେ ଆଉ ଏବେ ବି ବର୍ତ୍ତମାନ ରହିବେ ତ କେତେ ଖୁସି ଲାଗୁଛି ଆପଣ? ଆଜ୍ଞା ତ ସେମାନେ ସଙ୍ଗେ ମୁଇଁ କାମ ନେଇ କଲା କେବେ ବି ଆଜ୍ଞା ଏବେ ଏଖାନେ ସେମାନେ ଆସୁଛନ୍ ଆରୁ ସେମାନେ ଆଗରୁ କରୁଥିଲେ ମୁଇଁ ବର୍ତ୍ତମାନ ଏବେ ତାଙ୍କର ଲାଗି ନୂଆ ଆଜ୍ଞା ଆଜ୍ଞା କେଉଁ ଦଣ୍ଡ ଦାସନ ବି ନେଇ କଲା ଆଜ୍ଞା ସେମାନେ ସନେ ବି କରବି ସବୁ ଲୋକ ନୂଆ ଲୋକସନ୍ କରିଛନ୍ ବାକି ଯେଟା ବରକାନି ନ ଅଛନ୍ ଗାଁ ଲୋକ ସେମାନେ ସନ୍ କରିଛନ୍। ଆଜ୍ଞା ଆଜ୍ଞା ତ ବହୁତ ଧନ୍ୟବାଦ ଆଜ୍ଞା ଯାହା ହଉ ବହୁତ ଖୁସି ଲାଗଲା ଆପଣ ଏତେ ବାଟରୁ ଆସିଛନ୍ ଆଉ କଳା ପ୍ରତି ଆଗ୍ରହ ଅଛି ବୋଲିକରି ଇ ବରକାନି ଗାଁରେ ଆଉ ଗତ ବର୍ଷ ବି କରିଥିଲେ ଅଭିନୟ ଏଇ ବର୍ଷ ବି ପୁନର୍ବାର ଅଭିନୟ କରିବେ ଯେନ୍ ଆଶା ରଖିଛନ୍ ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା ନମସ୍କାର। ଦର୍ଶକ ବନ୍ଧୁ ଆଉ ଜଣେ ଆଜ୍ଞା ଅଛନ୍ ଚିହ୍ନା ଚେହେରା ସେ ଆଜ୍ଞାଟା ବର୍ତ୍ତମାନ ଛିଲ୍ପାରେ ଥିଲେ ଆଉ ବର୍ତ୍ତମାନ 2 ବର୍ଷ ଖଣ୍ଡେ ହେଲାକେ ଯେନ୍ଟା ଆମର କୋଦବେଡ଼ାକେ ଯାଇଥିଲେ ଆଉ ସେ କୋଦବେଡ଼ାରୁ ବର୍ତ୍ତମାନ ରିଟର୍ନ ଆସିଛନ୍ ଆମର ମା ଭଣ୍ଡାର ରୁଣୀ ନାଟ୍ୟ କଲା ଅନୁଷ୍ଠାନ ବରକାନିକେ ଆଉ ସେ ଆଜ୍ଞାଙ୍କ ଠାରୁ ଟିକେ ପରିଚୟ ଜାଣବା। ନମସ୍କାର ଆଜ୍ଞା। नमस्कार आज्ञा ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର୍। मोर परिचय हूँ सार मोर ना हूँ विक्की विशिकेशन साहू मोर गाँ गडरामाल थाना सिनापाली जिला नुआपड़ा। ଆଜ୍ଞା ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା। ତ ଆପଣ ଯେନ୍ ଆମର ବରକାନି ନାଟକ ଅନୁଷ୍ଠାନରେ ଆପଣ କାମ କରବା ଲାଗି ଆସିଛନ୍ आज्ञा ତ କେତେ ଖୁସି ଲାଗୁଛି କହିଲେ? मते बहुत खुशी लगुच सार क्या कि नुआ नुआ कलाकार मनकर संगे बड़ बड़ कलाकार मनकर संगे करवा लगी मिलुचे सुजोग मिलुचे निहाती भाव में मुझे बहुत धन्यवाद देवी आमर आमर आज्ञा मनोज दास आज्ञा को क्या जे से आज्ञा मते बहुत आशीर्वाद करिछन इ नाटक लगी बेले आ मु बहुत खुशी अच्छे ଆଜ୍ଞା आज्ञा ବହୁତ ଧନ୍ୟବାଦ ଆଜ୍ଞା। ବରକାନି ଗାଁ ଗୋଟେ ଜାଣିଛନ୍ କଳାକାର ଗାଁ ଆଜ୍ଞା। କଳାର ମାଟି बहुत बड़ कलाकार ଆଉ ସେ ଗାଁରେ ଆପଣ ବି ଧନ ପାଖେ ମନ ବନ୍ଧା ପଡ଼ିଛି ଆଜ୍ଞା। ଯେ ନାଟକଟା 365 ଦିନ ଭିତରେ 222 22 ଦିନ दिन करिछे କରିଥିଲା आज्ञा ତ ସେ ଗାଁରେ ଆପଣଙ୍କୁ ସୁଯୋଗ ମିଳିଲା କେତେ ଗର୍ବିତ ଅଛନ୍ ଆପଣ? ସେଥି ଲାଗି ତ ବହୁତ खुशी है सार क्या जे कि आज तक नाट्य जगत रेकर्ड नहीं ना जे कौन सी गाँ नाट ଆଜ୍ଞା धन पाखे मन बंधा पड़ी नाटक को काटी देवा आज तक नहीं है आके ही भी पारे ସାର୍ ସାର୍ मैं बड़ कथा नहीं कहबार ଆଜ୍ଞା आके ही भी पारे किंतु आज तक नाट्य जगत रेकर्ड सृष्टि करते नाटक हूँ बरकानी नाटक धर्म पाखे मन बंधा पड़ी बरकानी नाटक ଆଜ୍ଞା ସାର୍। आ से मत सुजोग मिली बहुत निजक निजे बहुत गर्वित ତ କେନ୍ ଭୂମିକା ଅଭିନୟ କରିବେ ଆପଣ? मुई तो खलनायक ना सार मुझे गुंडा गुंडा करवाटे ना ଆଜ୍ଞା ଆଉ କିଛି କ୍ୟାରେକ୍ଟର ରୋଲ୍ ବି ଆପଣଙ୍କର ଥାଇପାରେ ବୋଲି ମୁଁ ନାଇଁ କହିବାର ସାର୍। କାରଣ ଦର୍ଶକ ବନ୍ଧୁମାନେ ବି ନିହାତି ଜାଣିବେ। निश्चिंत भाव में जेनता कि एबे मुई छिलपारे थिली सेना मोर सेनापति रोल थिला तापरे मुई कोदबेड़ारे थिली कोदबेड़ा नाटक भल मनीष को बंची भावना थिली सेतिरे मोर फास्ट पागल सीन थिला ଆଜ୍ଞା बढ़िया सीन गोटे थिला ସେଥିରୁ ଫେର ହେଉଥିଲା ଯେ ସେନାପତି ନି ହେଉଥି ସେଥିରେ ଅଙ୍ଗ ରଖି କରି ମୁଇଁ ବଡ଼ିଗାର୍ଡ଼ କରି ବାହାରୁଥିଲି ସେଥିରେ ବହୁତ ବଢ଼ିଆ ଥିଲା ଆଉ ଏଥିରେ ମୋତେ ସେନାପତି ହିସାବରେ ଦିଆଯାଇଛି ଫେର ଥରେ ଆଜ୍ଞା ଆଜ୍ଞା ଆଜ୍ଞା। ତ ଆମର ଦର୍ଶକ ବନ୍ଧୁମାନଙ୍କୁ ଟିକେ ଡାଇଲଗ ଗୋଟେ ହେଇଯିବ ଆଜ୍ଞା ସୁନ୍ଦର ନିଶ୍ଚିତ ଭାବରେ କହିମା ସାର୍ ସମସ୍ତଙ୍କର ଆଶୀର୍ବାଦ ମା ଭଣ୍ଡାର ଗଣଙ୍କ ଆଶୀର୍ବାଦ ଆପଣମାନଙ୍କର ଭଲ ପାଇବାର ଲାଗି ଆଜ ତକ୍ ଇ ଷ୍ଟେଜ୍କେ ଆସିଛୁ ଇ ଷ୍ଟେଜ୍ରେ କଥା ପଦେ କହିବାର ସୁଯୋଗ ମିଳିଛେ ଆଜ୍ଞା ନିଶ୍ଚିତ ଭାବରେ କହିମା ସାର୍ ଇ ନାଟକରେ ମୋର ନାଁ ଅଛେ ଭୈରବ ଭଣ୍ଡାରୀ କିନ୍ତୁ ସେ ଡାଇରେକ୍ଟ ମୁନି ଘୋଷବାର କି ଆଜି ପ୍ରେସକ୍ରିପସନଟା ନେଇ ଦେବାର୍ତା ଆଜ୍ଞା ସାର୍ ଆଜି ବଣ୍ଟନ ହେବା ତ ନିଶ୍ଚିତ ଭାବରେ କହିବି ଆଜ୍ଞା ଆଜ୍ଞା ରାଜା ଶତ୍ରୁ ହେଲେ ପ୍ରଜା ହୋଇ ଅନାଥ ରାଜା ଶତ୍ରୁ ହେଲେ ପ୍ରଜା ହୋଇ ଅନାଥ ପ୍ରଜା ଶତ୍ରୁ ହେଲେ ରାଜା ପତନ ନିଶ୍ଚିନ୍ତ ସକାଲାଲ ଲୋଲୋପ এটা আমার ডায়লগ আজ্ঞা এতে ମୁଁ ଫେମସ୍ ହେଇଥିଲି ଆଜ୍ଞା ସାର୍ ଏବେ ଏଇ ବର୍ଷ ବି ଏଇ ଡାଇଲଗଟା ଆରମ୍ଭ କରିବି କି ଆଉ? ନାଇଁ ସାର୍ ନିଶ୍ଚିତ ଭାବରେ ନୂଆ କରବା ଲାଗି ଚେଷ୍ଟା କରମି ଆଜ୍ଞା କାଁ ଯେ ଶିଲ୍ପାରେ ଗୋଟେ ନୂଆ ଡାଇଲଗ୍ରେ ମୁଇଁ ଠିକ୍ ଭାଇରାଲ ହେଲି ଆଜ୍ଞା କୋଦବେଡ଼ାରେ ବି ଗୋଟେ ଡାଇଲଗ୍ ଥିଲା ମୋର କୋଦବେଡ଼ାରେ କୋଦବେଡ଼ା ଡାଇଲଗ ଆଜ୍ଞା ସେ ଡାଇଲଗ୍ ଥିଲା ଆମର ନାହିଁ ଦଶ ଶିର ନାହିଁ ଲଙ୍କାପୁର ନାହିଁ ରାଜସିଂହାସନ ନାହିଁ ପୁଷ୍ପକ ବିମାନ ନାହିଁ ଅଶୋକ ବନ ଏଥର ହେବ ରାଜା ପ୍ରତାପ କେଶରୀର ମରଣ ଏଇ ପ୍ରତାପଗଡ଼ ରାଜସିଂହାସନ ହରଣ ହରଣ ହରଣ
ହେ 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 ଏଇଟା ଥିଲା ସାର୍। ଆଜ୍ଞା ସାର୍ ବହୁତ ଧନ୍ୟବାଦ ଆଜ୍ଞା ବହୁତ ଖୁସି ଲାଗୁଛି। ଆଉ ଆଜି ଆମେ ବରକାନି ପ୍ରଥମ ବୈଠକରେ ଆସିକରି ଯେନ୍ ଅନୁଷ୍ଠାନରେ ତାଙ୍କର ବୈଠକ ବସିକରି ଅନେକ ଗୁଡ଼ା କଳାକାରମାନଙ୍କୁ ଯେନ୍ ସଂଗ୍ରହ କରିକରି ଆଜ୍ଞା। ଅନୁଷ୍ଠାନ ଗଢ଼ୁଛନ୍ ଆଜ୍ଞା ତ ଦେଖବାକେ ତ ବହୁତ ଖୁସି ଲାଗୁଛି ଆଜ୍ଞା। ଆଜ୍ଞା। ତ ଆଗକେ ବାକି ରହିଲା ଏଇଟା ଟ୍ରେଲର ଯାଉଛେ ଆଜ୍ଞା। ଆଗକେ ଫିଲ୍ମଟା ବାକି ରହିଲା ଆଜ୍ଞା। ଆଉ ଫିଲ୍ମଟା ବି ଟିକେ ହିଟ୍ ହେବା ବୋଲି ପୁରା ଜଣା ଦେଖୁନ୍ ସାର୍ ହେଟା ତ ଆମେ ଗୋଟେ ଛୋଟ କଳାକାର ଆମେ ତ ହେଟା ନେଇ କହିପାରୁ। ଦର୍ଶକ ହେଲେ ଆମର ଭଗବାନ। ଆଜ୍ଞା ଆଜ୍ଞା ସେମାନେ ଯଦି ଆମକେ ଭଲ ପାଇବାଟା ଦେବେ ତାକର ଯଦି ଅନୁଭୂତି ମିଲବା ବେଲେ ନିଶ୍ଚିତ ଭାବରେ ଧନ ପାଖେ ମନ ବନ୍ଧା ପଡ଼ିଛି ଯେନ୍ତା ଗୋଟେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ସାରା ପଶ୍ଚିମ ଓଡ଼ିଶାରେ ନିଶ୍ଚିତ ଭାବରେ ଏଇ ନାଟକଟି ଲୁହର ଆରମ୍ଭ ଲୁହରେ ଶେଷ ଆଜ୍ଞା ଏ ନାଟକ ବି ନିଶ୍ଚିତ ଭାବରେ ଭାଇରାଲ ହେବା ଭଲ ହେବା ବହୁତ ମାନେ ସୁନ୍ଦର ହେବା ଦର୍ଶକ আর মনকে- দর্শককে বি দর্শক ভগবানকে বি মন মোহিবা বলিকর আশা অছে আর এই আশা নেই করি আমি আগে বড়ুছু ଆଜ୍ଞା আজ্ঞা ଯା ହଉ ଆଜ୍ଞା ବହୁତ ଧନ୍ୟବାଦ নমস্কার আমার ଚ୍ୟାନେଲ ମାଧ୍ୟମରେ ଦୁଇ ପଦ ଡାଇଲଗ ଶୁଣିଦେଲେ ଆଜ୍ଞା। କିଛି ଦର୍ଶକ ভুল দিলে ক্ষমা করবে ଆଜ୍ଞା ଆଜ୍ଞା কলা তো অগাধ সমুদ্র ଆଜ୍ଞା কলাকে কিଏ মোর বড় মুই বড় বলি କରି କହିପାରେ ଆମେ ଗୋଟେ କିଞ୍ଚିତ ମାତ୍ରା ନମସ୍କାର ଜୟ କଳା ଜୟ କଳାକାର ହଉ ଦର୍ଶକ ବନ୍ଧୁ ଆଉ ଜଣେ କଳାକାର ଆଜ୍ଞା ଅଛନ୍ ଆମର ସମ୍ମୁଖରେ ତ ସେ ଆଜ୍ଞାଙ୍କର ଟିକେ ପରିଚୟ ଟିକେ ଜାଣମା। ନମସ୍କାର ଆଜ୍ଞା। ନମସ୍କାର ତ ଆପଣ ମୋର ନାଁ ହେଉଛି ମହେନ୍ଦ୍ର କୁମାର ବିଶି ଆଜ୍ଞା ମୋର ଘର ସର୍ଦାପୁର ଆଜ୍ଞା ଆଉ ଚନ୍ଦାହାଣ୍ଡି ମୋର ବ୍ଲକ ଆଜ୍ଞା ଆଜ୍ଞା ଯାହା ହଉ ଆଜ୍ଞା ବହୁତ ଖୁସି ଲାଗଲା ଏତେ ବାଟରୁ ଆସିଛନ୍ ଆପଣ ବି ଆମର ଯେମିତିକି ନବରଙ୍ଗପୁର ଡିଷ୍ଟ୍ରିକ୍ଟରୁ ତ ଏଇ ନାଟକରେ ପ୍ରଥମ କରି କାମ କରିବେ ନା ଆଗରୁ କାମ କରି ଆସିଛନ୍ କେବେ ଗଲା ବର୍ଷ ହେଇଥିଲି ଗଲା ବର୍ଷ ସେ ମନ ପାଖେ ଧନା ବନ୍ଧା ବନ୍ଧା ପଡ଼ିଛି ଆଜ୍ଞା ଆଜ୍ଞା ସେନେ ପାର୍ଟ ଟୁରେ କରିଥିଲେ ଆଉ ଏଇ ବର୍ଷ ଯେନ୍ ନୂଆ ବହିରେ ଆପଣ ଅଭିନୟ କରିବେ ତ କେତେ ଖୁସି ଅଛନ୍ ଆପଣ? ବହୁତ ଖୁସି ଲାଗୁଛି। ଆଜ୍ଞା ଗଲା ବର୍ଷ ଅପେକ୍ଷା ଏଇ ବର୍ଷ ତ ନୂଆ ନୂଆ ଆକ୍ଟର ମାନେ ଅଛନ୍ ହଁ ତାଙ୍କର ଆଉ ସହ ଅନେକ ମିଶିଲା ବେଳେ ଟିକେ ଅନୁଷ୍ଠାନରୁ ଆସିକନି ଏନେ କାମ କରବା ଲାଗି ବହୁତ ଖୁସି ଲାଗୁଛି। ଆଜ୍ଞା ଆଜ୍ଞା ତ ଗତ ବର୍ଷ କେନ୍ ଅଭିନୟ କରିଥିଲେ ଆପଣ? ମା ରୋଲ୍ରେ ଅଭିନୟ କରିଥିଲି ଏଇ ବର୍ଷ ଏ ବର୍ଷ ବି ସେ ମା ରୋଲ୍ରେ କରୁଛି। ଅଭିନୟ କରିବେ ତ ଆମର ଦର୍ଶକ ବନ୍ଧୁମାନେ ଲାଗି ଡାଇଲଗ କିମ୍ବା ଗୀତ ଦୁଇପଦ ହେଇଯାଉ। କାନ୍ଦନା ରେ ସୁନା ଧନ କାନ୍ଦନା ମୋ ଧନ ଆଖିରୁ ଲୁହ ଝରାନା କାନ୍ଦନା ରେ ସୁନା ଧନ କାନ୍ଦନା ମୋ ଧନ ଆଖିରୁ ଲୁହ ଝରାନା ତୋତେ ଜନମ ଯେବେ ମୁଁ ଦେଲି ସବୁ ଦୁଃଖ ସୁଖ ଭୁଲି ଗଲି ତୋ ବିନା ବଞ୍ଚିବାକୁ ଚାହେଁନା କାନ୍ଦନାରେ ସୁନା ଧନ କାନ୍ଦନା ମୋ ଧନ ଆଖିରୁ ଲୁହ ଝରାନା। ବହୁତ ଧନ୍ୟବାଦ ଆଜ୍ଞା ବହୁତ ଖୁସି ଲାଗଲା ଯାହା ହଉ ଏଇ ବର୍ଷ ବି ଟିକେ ଗତ ବର୍ଷ ଯେମିତି ଦେଖିଥିଲେ ଏଇ ବର୍ଷ ଟିକେ ଆଉ ଅଧିକା ଟିକେ ଦେଖାବା ଲାଗି ଆପଣ ଟିକେ ସତ ଚେଷ୍ଟା କରନ୍ତୁ ଆଜ୍ଞା ବହୁତ ଧନ୍ୟବାଦ ନମସ୍କାର। ହଉ ଦର୍ଶକ ବନ୍ଧୁ ଆପଣମାନେ ଜାଣିପାରିଥିବେ ଆଉ ଆପଣମାନେ ଚିହ୍ନା ଚେହେରା ବି ଦେଖିଛନ୍ ଯେନ୍ଟାକି ଆଜ୍ଞା ବରକାନି ନାଟକରେ ଆଉ ତାରାକେ ୟୁଟ୍ୟୁବ୍ ନେଇଥିବା ଜମାନାରେ ଅନକାପୁରରେ ବି ବ୍ୟାକଗ୍ରାଉଣ୍ଡ ସିଙ୍ଗିଂ କରୁଥିଲେ ଆଉ ବର୍ତ୍ତମାନ ଗତ ବର୍ଷ ଆମର କନ୍ଧାମାଲ ନାଟକରେ ବି ବ୍ୟାକଗ୍ରାଉଣ୍ଡ ସିଙ୍ଗିଂ କରିଛନ୍ ଆଉ ଜଣେ ନାଟ୍ୟ ଜଗତର ଗୋଟେ ଫେମସ୍ ଚେହେରା ଆଉ ସେ ଆଜ୍ଞାଟା ଆମର ଏଇ ବରକାନି ନାଟକରେ କେନ୍ ଭୂମିକାରେ ଅଭିନୟ ନେବେ ତାଙ୍କର ଦାୟିତ୍ୱଟା କାଣା ଅଛେ ସେ ବିଷୟରେ କିଛି ଜାଣମା। ତ ନମସ୍କାର ଆଜ୍ଞା। ନମସ୍କାର। ଆଜ୍ଞା ଆପଣଙ୍କର ପରିଚୟଟି ଯେନ୍ ଆମର ଦର୍ଶକ ବନ୍ଧୁମାନେ ଜାଣିଛନ୍ ତଥାପି ବି ପରିଚୟ ଦେବାଟା ତ ପରିଚୟଟା ମନୋଜ କୁମାର ଦାସ ଧର୍ମଗଡ଼ ଭୀମଖୋଜପଡ଼ା ଆଜ୍ଞା ନାଟ ଜଗତ ଯେତ୍କି ଭଲ ପାଇବାର ଦେଇଛେ ମୁଇଁ ବି ବେଶ ବହୁତ ଆଗେଇ ଯାଇଛେ ଦର୍ଶକର ଭଲ ପାଇବାର ଲାଗି ସିଙ୍ଗିଂ ଦୁନିଆରେ ଆଜ୍ଞା ଆଶା ନେଇଥାଏ କିନ୍ତୁ ବହୁତ ଆଗକେ ଦର୍ଶକ ଲାଗି ଆସିଛେ ଆଉ ଆଶା କରୁଛେ ଆଉ ବି ଆଗକେ ଯିବି ସବକର ଭଲ ପାଇବାର ଥିଲେ। ଆଜି ଆମର ଯେନ୍ ମା ଭଣ୍ଡାରୁଣୀ ନାଟ୍ୟ ଅନୁଷ୍ଠାନ ଆପଣଙ୍କର ପୁରୁଣା ଅନୁଷ୍ଠାନ ଏ ପୁରୁଣା ଅନୁଷ୍ଠାନରେ ଆପଣଙ୍କର ଭୂମିକା କାଣା ଅଛେ ଆଜ୍ଞା ଆଉ କେନ୍ ଭୂମିକାରେ ଏ ଜାଗାକେ ଆସିଛନ୍ ଆଉ ବୈଠକରେ ଆପଣ ରହିଥିଲେ? ଇନର ଗୋଟେ ଭଲ ପାଇବାର ଏନ୍ତା ଗୋଟେ ମାନେ ଆକୃଷ୍ଟ କରିଛେ ମାନେ ଛାଡ଼ବି ବେଲେ ବି ଛାଡ଼ି ନେଇ ହେବା ଆଜ୍ଞା ଆଜ୍ଞା କିନ୍ତୁ ଦୂରେ ରହିଯିବା ଦ୍ୱାରା ରହିବି ନେଇ ହେବା ମାନେ କହିଲେ ମଲି ସହେଲେ ମଲି ଆଜ୍ଞା ଏ ପ୍ରକାର ପରିସ୍ଥିତିରେ ମୁଇଁ ଅଛେ କିନ୍ତୁ ସମସ୍ତଙ୍କର ବରକାନିର ଭଲ ପାଇବାର ଯୋଗୁଁ ଆସିକରି ଆଜି ଠିଆ ହେଇଛେ ମୋର ବି ଗୋଟେ ଆଶା ଅଛେ ସମସ୍ତଙ୍କର ଆଶା ଅଛେ କିଛି ଗୋଟେ ମାନେ କାହାଣୀକେ ନୂଆ ରୂପ ଦେବା ଲାଗି ଆଉ ସମସ୍ତଙ୍କୁ କିଛି ନୂଆ ରାସ୍ତାକେ ନେବା ଲାଗି ଆଜ୍ଞା ମାନେ ଗୋଟେ ନିର୍ଦ୍ଦେଶକ ହିସାବେ ସମସ୍ତଙ୍କର ଗୋଟେ ଆଶା ଅଛେ ଆସିକରି ନାଟ ରିହର୍ସାଲ ଟାଇମ୍ରେ ମାନେ ସମସ୍ତଙ୍କୁ ଆଗକେ ନେଇକରି କିଛି ଶିଖାବା ପ୍ରୟାସ ରଖିଛେ ମୁଇଁ ବି। ଆଜ୍ଞା ଆଜ୍ଞା ଆଉ ଆପଣର ସାଉଣ୍ଡ ବି ନେ ହଁ
ସାଉଣ୍ଡ ବି ଏଇନେ ରହବା ଏଇନେ ଆଉ କିଛି କିଛି ଦିନ ଆପଣଙ୍କର ଭ୍ୟାକେନ୍ସି ଦେଖି ମାନେ ବ୍ୟାକଗ୍ରାଉଣ୍ଡ ସିଙ୍ଗିଂ ବି କରିବି କି ଆଜ୍ଞା? ପ୍ରୋଗ୍ରାମ ନେଇଥିଲେ ତ ମୁଁ ବାଧ୍ୟ ହେବି ଏଇନେ ମୋର ବହୁତ ମାନେ ଅଛେ ଆଶା ବେଲେ ଯେନ୍ ଗୋଟେ ଭଲ ପାଇବାର ଦେଇଥିଲା ସେ ଧନ ପାଖେ ମନ ବନ୍ଧା ପଡ଼ିଛି ବେଲେ ଆଜ୍ଞା ସେ ଟାଇମ୍ରେ ଦର୍ଶକର ଗୋଟେ ବହୁତ ଭଲ ପାଇବାର ଥିଲା ଇନର ଗାଁର ଲୋକର ଗୋଟେ ଭଲ ପାଇବାର ଥିଲା ଆଗ୍ରହ ନେଇ ଭୁଲି ହୁଏ ଆଉ ବାଧ୍ୟରେ ମୁଇଁ ପ୍ରୋଗ୍ରାମ ନେଇଥିଲେ ଫେର୍ ଥରେ ଏଇ ନାଟକେ ଆସିକରି ମୁଇଁ ଉପସ୍ଥିତ ଦେବି ଆଜ୍ଞା ସାର୍ ବହୁତ ଧନ୍ୟବାଦ ଆଜ୍ଞା। ତ ତଥାପି ବି ଆମର ଦର୍ଶକ ବନ୍ଧୁମାନଙ୍କୁ ଗୋଟେ ହେଇଯିବ ଆଜ୍ଞା ଆପଣଙ୍କର ତ ଗୀତ ଟିକେ ମଧୁର ଲାଗ୍ସି ଦର୍ଶକ ବନ୍ଧୁମାନେ ବି ଶୁଣବାର୍ ଲାଗି ପୁରା ଟାକି ରହିଛନ୍। ନାଟଟା ନୂଆ ଆଜ୍ଞା କାହାଣୀ ନୂଆ ସାର୍ ମୁଇଁ ବି ପ୍ରିପେୟାର ନେଇ ନା ସାର୍ ସାର୍ ଫେର୍ ବି ଗୋଟେ ମନ ଗଢ଼ା ବେଇମାନି କଲା ଆଜିର ମଣିଷ ବିଶ୍ୱାସରେ ଆଜି ଦେଇଗଲା ବିଷ ବେଇମାନି କଲା ଆଜିର ମଣିଷ ବିଶ୍ୱାସରେ ଆଜି ଦେଇଗଲା ବିଷ ଲୁହରୁ ଆରମ୍ଭ ଲୁହରୁ ଶେଷ ଲୁହରୁ ଆରମ୍ଭ କାହାଣୀ ଲୁହରୁ ଶେଷ ଆଜିର ଏ କାହାଣୀଟା ଲୁହରୁ ଆରମ୍ଭ ଲୁହରୁ ଶେଷ ଗୋଟେ ମନରୁ ବାହାରିଗଲା ଆଜ୍ଞା। ପ୍ରିପେୟାର ତ ନେଇଥିଲେ ସାର୍, ସାର୍। ବୋଲଥିଲେ କ୍ଷମା ଦେବେ ଆଜ୍ଞା ଆଜ୍ଞା ତ ବହୁତ ଧନ୍ୟବାଦ ଆଜ୍ଞା ଆଜି ବୈଠକରେ ଆସିଲେ ଆପଣ ସମସ୍ତ କଳାକାରମାନଙ୍କୁ ଏକଜୁଟରେ କିଛି ଆପଣଙ୍କର ବାର୍ତ୍ତା ରଖିଲେ କିଛି ଆପଣ ବି ଭଲ କଥା ବି କହିଲେ ସେଥିର୍ଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍। ଆଶା ଅଛେ ଆଜ୍ଞା ସାର୍ ସୁନ୍ଦର ସୁନ୍ଦର କଳାକାର ଆଜି ଯେନ୍ ଗୋଟେ ଆସିଛନ୍ ଏଇ ଜାଗାକେ ଆଜ୍ଞା ମୁଇଁ ବହୁତ ଗର୍ବିତ ଅଛେ ଯେହେତୁ ମୁଇଁ ଉପସ୍ଥିତ ନେଇ ରହିକରି ଫେର୍ ବି ଆଗ୍ରହ ହେଇକରି ଯେନ୍ କଳାକାରମାନେ ଯେନ୍ ସାଥ୍ ଦେବା ଲାଗି ବରକାନି ଟିମ୍କେ ଆସିଛନ୍ ଆଜ୍ଞା ସାର୍ ମୋତେ ବହୁତ ଖୁସି ଲାଗୁଛେ ଆର୍ ଆଶା ଲାଗୁଛେ ନିଶ୍ଚୟ ସେ ପୁରୁଣା କାହାଣୀ ଠାରୁ ଏଇ କାହାଣୀଟା ଭଲ ହେବା ଆଜ୍ଞା ଯେହେତୁ କଳାକାରର ଦମଦାର ଥିଲେ କାହାଣୀଟା ଯେନ୍ତା କାହାଣୀ ହଉ ଆଜ୍ଞା ସାର୍ ନାଟଟା 100% ଭଲ ହେବା ଭଲ ହବ ଆଜ୍ଞା ଆଶା ଅଛି ଯାଅ ଭାଇ ବହୁତ ଧନ୍ୟବାଦ ସାର୍। ଦର୍ଶକ ବନ୍ଧୁ ଆଉ ଜଣେ କଳାକାର ଆଜ୍ଞା ଅଛନ୍ ଆପଣମାନେ ଜାଣି ବି ପାରିଥିବେ ସେ ଆଜ୍ଞା ବି ଆମର ଅଞ୍ଚଳରେ ଥିଲେ ଯେନ୍ଟାକି ଗୋଲାମୁଣ୍ଡା ବ୍ଲକ ପଞ୍ଜିଆ ଗାଁ ନାଟକରେ ବ୍ୟାକଗ୍ରାଉଣ୍ଡ ସିଙ୍ଗିଂ କରୁଥିଲେ ଆଉ ସେ ଆଜ୍ଞା ବି ବର୍ତ୍ତମାନ ଆଜି ବରକାନି ନାଟକରେ ଆସିଛନ୍ ଆଉ ବୈଠକରେ ବସିଛନ୍ ତ ତାଙ୍କରଠାରୁ ତାଙ୍କର ପରିଚୟ ଟିକେ ଜାଣମା ଆଉ ସେ ଆଜ୍ଞା ବରକାନି ନାଟକର ସୁଯୋଗ ମିଳିଲେ କେତେ ଖୁସି ଅଛନ୍। ତ ନମସ୍କାର ଆଜ୍ଞା। ନମସ୍କାର ସାର୍। ଆଜ୍ଞା ଆପଣଙ୍କର ପରିଚୟ ଟିକେ ଦିଅନ୍। ଆଜ୍ଞା ମୋର ନାଁ ହେଉଛି ମୁକେଶ ସାହୁ ଆଉ ମୋର ଘର ହେଉଛି ଚନ୍ଦାହାଣ୍ଡି ବ୍ଲକ ବରିଗୁଡ଼ା ଗାଁ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଯେନ୍ଟାକି ପାନାବେଡ଼ା ଅଞ୍ଚଳ ବୋଲେ ସବେ ଜାଣିସନ୍। ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା ବହୁତ ଖୁସି ଲାଗଲା ଆପଣ ଯେନ୍ ଆଜି ଏ କଲାର ମାଟି କଲାର ଗାଁରେ ଯେନ୍ଟାକି ଅନେକ ଜାଗାକେ ଚାରିଗଡ଼ରେ ବିଖ୍ୟାତ ହେଇଛେ ବରକାନି ଗାଁର ନାଟକ ଆଉ ସେଇ ନାଟକରେ ସେଇ ଗାଁରେ ଆପଣଙ୍କର ଯେନ୍ ସୁଯୋଗ ମିଳିଛେ ଆପଣ ବ୍ୟାକଗ୍ରାଉଣ୍ଡ ସିଙ୍ଗିଂ କରିବା ଲାଗି ତ କେତେ ଖୁସି ଅଛନ୍ ଆପଣ? ବହୁତ ଖୁସି ଆଜ୍ଞା ଆଉ ମୁଇଁ ତ ସବୁ ମାନେ ଯେନ୍ ଇନ୍କେ ପହଞ୍ଚି ପାରିଛେ ସବୁ ମନୋଜ ତାଙ୍କର ପ୍ରେରଣାରେ ଏଇଟା ପହଞ୍ଚି ପାରିଛେ। ଆଜ୍ଞା ସାର୍ ତ ସର୍ବପ୍ରଥମେ ସେ ଦାଦାକେ ମୁଇଁ କୋଟି ନମସ୍କାର କରୁଛେ ଆଜ୍ଞା ଆଜ୍ଞା ଯେ ସେ ମୋତେ ଗୋଟେ ଏମିତି ଗୋଟେ ପ୍ଲାଟଫର୍ମ ଦେଲେ ଯେନ୍ଟାକି ଯେନ୍ ବରକାନି ଯେନ୍ ପହଲାରୁ ନାଁ ଅଛେ ଆଜ୍ଞା ସାର୍ ଏମିତି ଗୋଟେ ଜାଗାରେ ମୋତେ ଆଜି ଗୋଟେ ଅପରଚ୍ୟୁନିଟି ବୋଲେ ମୋର ଲାଗି କମ୍ ନାଇଁ ହୁଏ ତ ଏମିତି ଗୋଟେ ଚାନ୍ସ ମିଳିଛେ ତ ସେ ଦାଦାକେ ମୋର ତରଫରୁ କୋଟି ନମସ୍କାର। ଆଜ୍ଞା ବହୁତ ଧନ୍ୟବାଦ ଆଉ ଗୋଟେ କଥା ଏଇନେ କଳାକାରମାନେ ବି ପୁରୁଣା ନୂଆଟା ଅଛନ୍ ଆଉ ଅନେକ ଅନୁଷ୍ଠାନରୁ ମାନେ ଆକ୍ଟରମାନେ ଆସିକିରି ଇନେ ଅଭିନୟ କରବାର୍ ଲାଗି ଅଛନ୍ ଆଉ ସେ ବିଷୟରେ ଆପଣ ବି ଯେନ୍ ଆସିଛନ୍ ବ୍ୟାକଗ୍ରାଉଣ୍ଡ ସିଙ୍ଗିଂ କରବାର୍ ଲାଗି ଆଜ୍ଞା ତ ସେଥିରେ କେତେ ଖୁସି ଅଛନ୍ ଆପଣ? ବହୁତ ଖୁସି ଆଜ୍ଞା ଆଉ ମୁଇଁ ଯେନ୍ ସବୁ ଅନୁଷ୍ଠାନରେ ବି କାମ କରିଛେ ତ ମୁଇଁ ନିଜକେ ନିଜ ଚେଷ୍ଟା করবি ଆଉ ଟିକେ ବେଷ୍ଟ କେନ୍ତା ଦେବି ଆଉ ଯେନ୍ତା ବରକାନିର ଯେନ୍ତା ନାଁ ଅଛେ ଆଜ୍ଞା ଆଜ୍ଞା ସେ ନାଁ କେନ୍ତା ଆଗକେ କେନ୍ତା ଟିକେ ଡେଭଲପମେଣ୍ଟ ହେଇପାରବା ସେ ଜିନିଷରେ ଟିକେ ଧ୍ୟାନ ଦେବି ଆଉ ମୁଇଁ ବି ମୋର ବେଷ୍ଟ ଦେବା ଲାଗି ଚେଷ୍ଟା করবি ଆଜ୍ଞା। ଆଜ୍ଞା ସାର୍ ତ କିଛି ନି ଟିକେ ଆମର ଦର୍ଶକ ବନ୍ଧୁମାନେ ଲାଗି ଦୁଇ ପଦ ଟିକେ ହେଇଯିବ ଗୋଟେ ଝଲକ। ଆଜ୍ଞା ନୂଆ ନାଟକ ତ ଆଜ୍ଞା ଗୋଟେ କିଛିଟା ଗୋଟେ ମାନେ ଟାଇଟଲ ସଙ୍ଗ ଟିକେ ଟିକେ ଅଛେ ଭୁଲି ବି ଯାଇପାରେ ଯେହେତୁ ସାର୍। ପ୍ରିପେୟାର ନାଇଁ ହେବାର ଟିକେ କହିଦେଉଛି। ଆଖି ଅଛି କାନ୍ଦିବା ମନା କଥା ଅଛି କହିବା ମନା ବାଟ ଅଛି ଚାଲିବା ମନା ସାଥୀ ଅଛି ଛୁଇଁବା ମନା ଜୀବନ ମରଣ ମଝିରେ ନିଶ୍ୱାସ ଜୀବନ ମରଣ ମଝିରେ ନିଶ୍ୱାସ ମନେ ରହେ ଅବଶୋଷ ଲୁହରୁ ଆରମ୍ଭ ଲୁହରେ ଶେଷ ଲୁହରୁ ଆରମ୍ଭ ଲୁହରେ ଶେଷ। ବହୁତ ଧନ୍ୟବାଦ ଆଜ୍ଞା ବହୁତ ଖୁସି ଲାଗଲା ଯାହା ହଉ ନୂଆ ଗୀତ ଆଜ୍ଞା ମୁଁ ବି ପ୍ରିପେୟାର ନାଇଁ ହେବାର ଆଜ୍ଞା ଏଇଟା ସଡନ୍ କିଛି ବାକି ଅଛେ ତାର ନୂଆ ଅନୁଷ୍ଠାନରେ ଆପଣ ବି କାମ କରିବେ ଆଜ୍ଞା
ତ କେବେ ଆପଣ ଛତିଶଗଡ଼ରେ କାମ କରିଥିଲେ? ନାଇଁ ସାର୍ ମୁଇଁ ଛତିଶଗଡ଼ରେ ଏଇଟା ପହିଲା ଏ ତ ଓଡ଼ିଶାରେ ହିଁ ସବୁ କାମ କରିଥିଲି ଏଇଟା ପହିଲା ଛତିଶଗଡ଼ରେ କାମ କରିବାର ସୁଯୋଗ ମିଳିଛି ଆଜ୍ଞା ଯାହା ହଉ ଆଜ୍ଞା ବହୁତ ଖୁସି ଲାଗଲା ଆପଣ ବି ଅନୁଷ୍ଠାନରେ ଆଇଛନ୍ ଆଉ ଆପଣ ବି କାମ କରବା ଲାଗି ଏଗ୍ରି ଅଛନ୍ ଆଜ୍ଞା ଆଉ ଆଗକେ ନିହାତି ନା କମା ବି ଅର୍ଜନ କରିବି ବୋଲିକିରି ଆପଣଙ୍କର ଯେନ୍ ଆଶା ବିଶ୍ୱାସ ଅଛେ ଆଜ୍ଞା। ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା ଆଜ୍ଞା। ସବୁ ଦର୍ଶକ ମାନଙ୍କର ଭଲ ପାଇବା ଥଉ ଆଜ୍ଞା ଆଜ୍ଞା ତ ନିହାତି ଭାବରେ ଦର୍ଶକ ହିଁ ଭଗବାନ ଦର୍ଶକ ମାନଙ୍କର ଯେନ୍ ଭଲ ପାଇବା ଥିବା ବୋଲି ହିଁ ମଣିଷ ଉପରକେ ବଢ଼ି ପାରସି ତ ସେ ଆଶା ନେଇ କରି ମୁଇଁ ବରକାନିରେ ଆସେ ଆଉ ଆଶା ଆଉ ବିଶ୍ୱାସ ଅଛି ଯେ ଯେନ୍ତାକି ବରକାନି ନାଟଟା ଏଇ ବର୍ଷ ଆର୍ଥରେ ବୋବାଲ କରବା ବୋଲିକରି ନିହାତି ସାର୍। ଆଜ୍ଞା ଦର୍ଶକ ବନ୍ଧୁ ଆଉ ଜଣେ କଳାକାର ଆଜ୍ଞା ଅଛନ୍ ଆଉ ସେ ଗାଁ ମାନେ ନିଜ ମାଟିର କଳାକାର ଅଛନ୍ ଆଉ ସେ ଆଜ୍ଞାଙ୍କର ଜରିଆରେ ଏଇ ନାଟଟା ବି ଅନେକ ଦୂରକେ ଯେନ୍ଟାକି ପରିବେଷଣ କରୁଛନ୍ ଯାଇକିରି ତ ସେ ଆଜ୍ଞାଙ୍କର ପରିଚୟ ଟିକେ ଜାଣମା। ନମସ୍କାର ଆଜ୍ଞା। ଆଜ୍ଞା ନମସ୍କାର ଆପଣଙ୍କର ପରିଚୟ ଟିକେ ଦିଅନ୍ ଆଜ୍ଞା। ମୋର୍ ନାଁ ହচ্ছে ଗଗନ ଯାଦବ ଆଜ୍ଞା ମୋର୍ ଗାଁ ବରକାନି ଥାନା ଦେବଭୋଗ ଜିଲ୍ଲା गरियाबंद। ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା ବହୁତ ଖୁସି ଲାଗଲା। ତ ଧନ ପାଖେ ମନ ବନ୍ଦା ପଡ଼ିଥିଲା ରେ ଆପଣ କେନ୍ ଭୂମିକାରେ ଅଭିନୟ କରିଥିଲେ ଆଜ୍ଞା? ସେନେ ମୁଇଁ ସେ ମାଓବାଦୀ ଯେନ୍କି ଆତଙ୍କବାଦୀ ବୋଲସତ ଆଜ୍ଞା ଆଜ୍ଞା ସେଟା ହିରୋଇନର ଭାଇ ରୋଲ୍ ଯେନ୍କି କ୍ୟାରେକ୍ଟର ରୋଲ୍ ଗୋଟେ ଥିଲା ଆଜ୍ଞା ସେ ଭୂମିକାରେ ଥିଲି। ଆଉ ଏବେ ବର୍ତ୍ତମାନ ନୂଆ ନାଟକ ହେଉଛେ ଏ ନୂଆ ନାଟକରେ କେନ୍ ଭୂମିକାରେ ଅଭିନୟ କରିବେ? ଏଟା ତ ପୁରା ନିଦେ ସରିଛେ ଆଜ୍ଞା ଆଜ୍ଞା ଆରେ ଏନେ ଗୋଟେ ଅଛେ ସେମିତି ପରା ଗୋଟେ ରୁଲ୍ ଅଛେ ନା ଯେନ୍ଟାକି କ୍ୟାରେକ୍ଟରିକ୍ ରୁଲ୍ ହବା ଆଜ୍ଞା ସେଟା ମୁଇଁ ବି ଏବେ ଜାନି ନି ପାରବାର୍ ତା ବହି ଦେଖିଲେ ଆଜ୍ଞା ସେଟା ଜାଣିପାରବି। ଆଜ୍ଞା ତ ଏ ଯେନ୍ ନୂଆ ନୂଆ ଆକ୍ଟର ମାନେ ଆସିଛନ୍ ଆପଣଙ୍କର ଅନୁଷ୍ଠାନକେ ତ ଯାହା ହଉ ଅନେକ ନାଟକର ଅନୁଷ୍ଠାନର କଳାକାରମାନେ ଆସିଛନ୍ ଆଉ ଆପଣଙ୍କର ଗାଁରେ ସମସ୍ତେ ଏକ ହେଇକରି ଆଗକେ ନେମୁ ନାଟକେ ବୋଲୁଛନ୍ ଆଉ ଆପଣ ବି କେତେ ଏଥିରେ ସହମତି ଅଛନ୍ ଆଜ୍ଞା? ମୁଇଁ ବହୁତ ଖୁସି ଅଛେ ଆଜ୍ଞା ଆଜ୍ଞା ଯେନ୍କି ଅନେକ ଗୁଡ଼ା ଗାଁରୁ କଲାହାଣ୍ଡି ନୂଆପଡ଼ା ନବରଙ୍ଗପୁର ଡିଷ୍ଟ୍ରିକ୍ଟରୁ ଆଜ ଆସିକରି ଆମର୍ ବରକାନି ନାଟକେ ପୁଣି ଥରେ ସହଯୋଗ କରବାର୍ ଲାଗି ଆଗକେ ବଢ଼ାବାର୍ ଲାଗି ଯେନ୍ କଳାକାର ହି ପାଶେ ଆମକେ ସମୟ ଦଉଛତ୍ ସେଟା ମୁଇଁ ବହୁତ ଗର୍ବିତ ଅଛେ। ଆଜ୍ଞା ସାର୍। ଯେନ୍କି ନାଟ ଆମର ଆगे ଚାଲୁଥିଲା ଆଜ୍ଞା ହେନ୍ତି ଇଟା ବି ଚାଲବା ବୋଲି ଆଶା ବିଶ୍ୱାସ କରୁଛେ। ଆଜ୍ଞା ସାର୍ ଯାହା ହଉ ଆଜ୍ଞା ବହୁତ ଖୁସି ଲାଗଲା। କିଛି ଆମର ଦର୍ଶକ ବନ୍ଧୁଙ୍କ ଡାଇଲଗ ପଦେ ହେଲେ ଶୁଣାଅ ନା ଆପଣ? डायलॉग बेले तो आज्ञा एनर नहीं देखलार तो से पुरनाटा अच्छे सर तो समझते जानसत ଜାଣିଲେ ବି ପୁରୁଣାଟା ବି ଟିକେ ହଉ। बिल्कुल आज्ञा जहाँ जहाँ पहुँच न सके भगवान वहाँ पहुँचता है तूफान बेईमानों का बेईमान इंसानों का इंसान मेरा भगवान इंसान होकर जो होता है बेईमान उसके लिए मैं हूँ पक्का शैतान इसीलिए मेरा नाम है जंगल डाकू तूफान। ବହୁତ ଧନ୍ୟବାଦ ଆଜ୍ଞା ଯାହା ହଉ ବହୁତ ଖୁସି ଲାଗଲା। ଡାଇଲଗ ଟିକେ ଶୁଣାଲେ ଏବେ ଆମର ଦର୍ଶକ ବନ୍ଧୁମାନେ ବି ପୁରା ଖୁସି ହେଇଯିଛନ୍ आज्ञा ହଏ ତ ଆପଣଙ୍କର ଯେନ୍ ଭଲ ପାଇବା ଅଛେ କଳା ପ୍ରତି ଆଗ୍ରହ ଅଛେ ଇଚ୍ଛା ଅଛେ ଆପଣ ଜଣେ ଛତିଶଗଡ଼ ଅଞ୍ଚଳର ହେଇକରି ଆମର ଓଡ଼ିଆ ନାଟ ପ୍ରତି ଏତେ ଭଲ ପାଇବା ଅଛେ ଆଜ୍ଞା ସେଇଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା ଧନ୍ୟବାଦ। ଏନ୍ତା ସବୁଦିନ ପାଇଁ ଥଉ ଆଜ୍ଞା। ଦର୍ଶକ ବନ୍ଧୁ ଆପଣମାନଙ୍କର ସମ୍ମୁଖରେ ଆମର କଳାକାର ଆଜ୍ଞା ଜଣେ ଅଛନ୍ ଆଉ ସେ କଳାକାର ଆଜ୍ଞା ବର୍ତ୍ତମାନ ଗୁରୁ ବି ହେଇଛନ୍ ଏଇ ନାଟକ ପାଇଁ କିନ୍ତୁ ସେ ଆଜ୍ଞାকে ଆପଣ ଜାଣିପାରୁଥିବେ ଭଗବାନ ବାଗ ଆଉ ସେ ଆଜ୍ଞାଙ୍କର ଅବଦାନଟା ବହୁତ ଅଛେ ଏବର ନାଟଟା ଯେନ୍ଟା ହେବା ଆଗଲି ନାଟରେ ବି ଅବଦାନ ଥିଲା କିନ୍ତୁ ଏଇ ନାଟକରେ ମାନେ ଏକ ପାଦରୁ ଦୁଇ ପାଦ ତ ଦୁଇ ପାଦକେ ଆସିଛନ୍ ଆଉ ସେ ଆଜ୍ଞାଙ୍କର ଲେଖା ବହିଟା ଆଉ ସେ ଆଜ୍ଞାଙ୍କର ବିଷୟରେ କିଛି ଜାଣମା ତାଙ୍କର ପରିଚୟ ଟିକେ ଜାଣମା। ତ ନମସ୍କାର ଆଜ୍ଞା नमस्कार आज्ञा। ଆପଣଙ୍କର ପରିଚୟ ଟିକେ ଦିଅନ୍ ଆଜ୍ଞା। आज्ञा मोर नाम भगवान बाग मोर गाँ खिरमाल रोकाल पंचायत बोडेन ब्लॉक नुआपड़ा डिस्ट्रिक्ट। ଆଜ୍ଞା ସାର୍ ବହୁତ ଧନ୍ୟବାଦ ଆଜ୍ଞା। ଆପଣ ତ ଏଇ ବହିଟା ଲେଖାଲେଖି ବି କରିଛନ୍ତି ଆଜ୍ଞା आज्ञा ଏ ବହିର ନାଁ ଆଜ୍ଞା? आज्ञा बहिर ना लुहरे आरंभ लुहरे शेष। ଆଜ୍ଞା ସାର୍ आज्ञा गोटे पारिवारिक गोटे स्टोरी ଆଜ୍ଞା एक्चुअली एटा गोटे मनगढ़ा स्टोरी बनाइछे जेनटा कि दर्शक भगवान मन के भल पाइबा देबे बोली आशा विश्वास किंतु एथिरे बहुत लोकर हाथ अच्छे आज्ञा जेनटा कि मुई फास्ट रु जेनटा कि नायिका भूमिका रे करी आसुथिली ଆଜ୍ଞା ସାର୍ वर्तमान भी एमे करबी किंतु इन हाथ देछन प्रथमे गुरु श्री रोहित नागेश ଆଜ୍ଞା ଆଜ୍ଞା मनोज दास ଆଜ୍ଞା मुनो नियाल जेनटा कि जेडी नियाल कोसन ନମସ୍କାର ଆଜ୍ଞା अब जीतू मेहर भी अछन बहुत अनका पुरे बहुत सपोर्ट बिना मुई आखा 5 के बड़ी पास आज्ञा ଆଜ୍ଞା ସାର୍ ଆଉ ବହୁତ ଧନ୍ୟବାଦ ଦେବି ସୁରେନ୍ଦ୍ର ଦାକେ ଆଜ୍ଞା ନମସ୍କାର ସୁରେନ୍ଦ୍ର ପଟେଲ ନେହେରୁ ପଟେଲ ସମସ୍ତେ ମୋତେ ଆଶୀର୍ବାଦ ଦେଇଛନ୍ କିନ୍ତୁ ବହୁତ ସାହାଯ୍ୟ କରିଛନ୍ ବରକାନିରେ ଆସିକିରି ଯେନ୍ଟାକି ଗତ ଯେନ୍ ବହି ଥିଲା ରୋହିତ ନାଗେଶକର ତାଙ୍କର ବହିରେ ବହୁତ ବଢ଼ିଆ ସିନ୍ ଥିଲା ଆଜ୍ଞା ତାଠୁ ବି ଅନେକ କିଛି ଭିନ୍ନ ପ୍ରକାର କରିବୁ ବୋଲି ମୋର ଆଶା ଓ ବିଶ୍ୱାସ ଆଜ୍ଞା ଆଜ୍ଞା ଆଜ୍ଞା
ତ ଗୋଟେ କଥା ଆଜ୍ଞା ଏଇନେ କେତେ ଅଭିନୟ ଅଛନ୍ ମାନେ ଆକ୍ଟର ଅଛନ୍ ଅଭିନୟ କରବା ଆକ୍ଟର ଆଜ୍ଞା ଆକ୍ଟର ବର୍ତ୍ତମାନ ଏଇ ଲୁହରେ ଆଲମ୍ବର ଶେଷରେ 9ଟା ଅଛି, ନଅଟା କିନ୍ତୁ ସଖୀମାନେ ଏକ୍ସଟ୍ରା ଅଛନ୍ ଆଜ୍ଞା ସେଟା ତ 13ଟା ଆଜ୍ଞା। ତ କେତେ ମାନେ ଲେଡ଼ିଜ୍ କେତେ ଅଛନ୍ ଜେଣ୍ଟସ୍ କେତେ ଅଛନ୍ ଲେଡ଼ିଜ୍ ଟୁ ଆଜ୍ଞା ଇନ ସଖୀ 4ଟା ଆଜ୍ଞା ଆଉ ହିରୋଇନ୍ 2ଟା ଅଛନ୍ ଆଜ୍ଞା। ଆଜ୍ଞା ଆଉ ଯେନ୍ଟା କି ରାନୀ ବି କୁହାନି ଯେ ଯେନ୍ଟା କି ଗୋଟେ କମ୍ ସମୟ ଅଛନ୍ ହଁ ରାଜକନ୍ୟା ଏକା କୁହାଯିବା ସେଟାକେ। ଆଉ ହାସ୍ୟ କମେଡି କେତେ ଦେଇଛନ୍ ହଁ ହାସ୍ୟ କମେଡି ଗୋଟେ ଏକା ଅଛନ୍, ଆଜ୍ଞା ଆଉ ଭିଲିଆନ୍ ଅଛନ୍, ତାପରେ ହିରୋ ଗୋଟେ ଏକା। ଆଜ୍ଞା ଆଜ୍ଞା ତ ବହୁତ ଧନ୍ୟବାଦ ଆଜ୍ଞା। ଯାହା ହଉ ଆମର ଦର୍ଶକ ବନ୍ଧୁମାନେ ଲାଗି ଆପଣ ନିଜେ ଗୋଟେ ବହି ଲେଖିଛନ୍, ଆପଣ ନିଜେ ଗୋଟେ ଅଭିନୟ କରିବେ ଏଇ ଜାଗାରେ, ତ ଗୋଟେ ଦର୍ଶକ ବନ୍ଧୁମାନଙ୍କ ଲାଗି ଗୋଟେ ଗୀତ ହେଇଯିବ ଆଜ୍ଞା। ନିହାତି ଆଜ୍ଞା ଆଜ୍ଞା ଗୋଟେ ଗୀତ ତ ମୁଇଁ କେନ୍ ନାଟକ ନେଇ ଗାଇବାର ଆଜ୍ଞା, କିନ୍ତୁ ସେ ଗୀତ ପଦରେ କହିଦେସି। ଆଜ୍ଞା ଥରେ ଆସ ଗନାଗର ମୋ କୋଲେ ବସିଯାଅ, ମୋ ଭରା ଯୌବନର ପ୍ରେମ ରସ ନେଇଯାଅ। ଥରେ ଆସ ଗନାଗର ମୋ କୋଲେ ବସିଯାଅ, ମୋ ଭରା ଯୌବନର ପ୍ରେମ ରସ ନେଇଯାଅ। ତୁମ ଦେହରେ ହାତ ମାରିଲେ ଶୀତେଇ ଯାଏ ଦେହ, ଥରେ ଆସ ଗନାଗର ମୋ କୋଲେ ବସିଯାଅ। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ବହୁତ ଖୁସି ଲାଗଲା। ଯାଉ ଆପଣଙ୍କର ଏଇଟା କେନ୍ ଅଭିନୟ ଅଛେ, ଆପଣଙ୍କର ଅଭିନୟ ହିରୋଇନ୍ ଭୂମିକାର ଅଭିନୟ କରିବେ ନା କେନ୍ ପ୍ୟାଥେଟିକ୍ ଅଛେ ନା ପାରିବାରିକ ଷ୍ଟୋରି ଭିତରେ ଆପଣ ବସିକରି ଅଭିନୟ କରିବେ ସେ ବିଷୟରେ କିଛି କହନ୍ ଆଜ୍ଞା ମ୍ୟାନ୍ ହିରୋଇନ୍ ଯେନ୍ଟାକି କହୁସନ୍ କେନ୍ଟା ମ୍ୟାନ୍ କେନ୍ଟା ସେକେଣ୍ଡ ଏଠି କୁହାନି ଯେ ଏକା, ଆଜ୍ଞା ଆଜ୍ଞା କିନ୍ତୁ ସେ ଜାଗା ତୁମେ କହିବି ଯେ କିନ୍ତୁ ଆମେ ମୋର୍ ଭାଇ ସେ ଅନାଦି ଭାଇ ବି ଆସିଛନ୍, ସେ ଭାଇ ବି କରିବେ। ଆଜ୍ଞା ଆଉ ମୁଇଁ ବି ଆକ୍ଟର ହିରୋଇନ୍ ଆଜ୍ଞା, ଯେନ୍ଟାକି ଫାର୍ଷ୍ଟରୁ ଗୋଟେ ମାନେ ସଖୀମାନ ସାଙ୍ଗେ ଏକା ଗୋଟେ ବାହାରବା ରାଜକନ୍ୟା ହେଇପାରସି, ଆଜ୍ଞା ତାଠୁ ଗୋଟେ ହେନ୍ତା ଷ୍ଟୋରି ଅଛି ଯେ ଆଜ୍ଞା ସାର୍ ଆଜ୍ଞା ଭିଲିଆନ୍ଟା ଯେନ୍ଟାକି ଆମେ ଭିଲିଆନ୍ ଯେନ୍ଟା କହୁସୁଁ, ଗୋଟେ ଶିବ ମନ୍ଦିରକେ ଯାତ୍ରା ଦେଖି ଯାଉଥିବେ, ଗୋଟେ ମହୋତ୍ସବ ଚାଲିଥିବା ସେନ ବିଛିଡ଼ି ଯିବେ ଦୁଇ ଭଉଣୀ, ଆଜ୍ଞା ସେ ଜାଗାରେ ବଡ଼ ଭଉଣୀକେ ମାନେ ଏନ୍ତା ଟିକେ ବଳତ୍କାର ଟାଇପ୍ର ହେନ୍ତା ଗୋଟେ ଅଛି ଆଜ୍ଞା। ଆଜ୍ଞା ସାର୍ ସେନୁ ସାନ ଭଉଣୀ ଯେନ୍ଟା ହିରୋ ସାଙ୍ଗେ ପ୍ରପୋଜ କରବେ, ସାର୍ ଆରୁ ସେ ହିରୋ ଏକା ସପନ ରାଣୀ ଯେନ୍ଟା କହୁସନ୍, ସପନ ରାଣୀ ହଉଛେ ମୁଇଁ ସେ ରୋଲ୍ କରିବି ଯେନ୍ଟାକି ସୁଷମା, ଆଜ୍ଞା ଆଉ ସାନ ଭଉଣୀ ଯେନ୍ଟାକି ପ୍ରତିମା। ସୁଷମା ତ ବହୁତ ଏଇଟା ଗୋଟେ ପାରିବାରିକ କିପା ସେ ଗୋଟେ ଅଛେ ଆଜ୍ଞା, ଆଜ୍ଞା ଆଉ ବହୁତ ଦୁଃଖ ଭରା ସିନ୍ ଅଛେ ଯେନ୍ଟାକି ଦର୍ଶକମାନେ ଦେଖିପାଇବେ ଆଉ ବହୁତ ଭଲ ପାଇବା ଦେବେ ବୋଲି ଆଶା ବିଶ୍ୱାସ। କିନ୍ତୁ ଆଶା କରିଛି ଏତ୍କି ଆପଣମାନଙ୍କ ଆଶୀର୍ବାଦ ସମସ୍ତଙ୍କ ଆଶୀର୍ବାଦ ଥିଲେ ନିଶ୍ଚୟ ଭଲ ପାଇବା ଥାଉ। ମୋର ଲେଖା ଭଲ ଲାଗ୍ବା ଆଜ୍ଞା ଆଉ ଆଜ୍ଞା ଭଲ ପାଇବା ଥାଉ। ନମସ୍କାର। ତ ଦର୍ଶକ ବନ୍ଧୁ ଆମର ଯେନ୍ ଧନ ପାଖେ ମନ ବନ୍ଦା ପଡ଼ିଛି ସେଇ ନାଟକଟା ଯେତେ ଦୂରକେ ଯାଇଥିଲା, ଆମର ଭଗବାନ ଆଜ୍ଞାଙ୍କର ବହିଟା ବି ସେତେ ଦୂରକେ ଚାଞ୍ଚଲ୍ୟ ସୃଷ୍ଟି କରୁ, ବହୁତ ଜାଗାକେ ଯାଇକରି ପରିବେଷଣ କରୁ ବୋଲି ମୋର ଆଶା ଆଉ ବିଶ୍ୱାସ ଅଛି। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ ଯେନ୍ ନାୟିକା ଭୂମିକାରେ ଅଭିନୟ କରିଥିଲେ ଆଉ ଏବେ ବର୍ତ୍ତମାନ ପ୍ରଥମ ଷ୍ଟେଜ୍ ଲାଗି ଯେନ୍ ଲେଖାଲେଖି କରିଛନ୍ ଆଉ ବହି ଗୋଟେ ଦେଇଛନ୍ ବରକାନି ଗାଁରେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା। ତ ଆଜ୍ଞା ଆପଣଙ୍କର ଅନୁଷ୍ଠାନରେ ଆସିଲୁ, ସମସ୍ତଙ୍କୁ ଦେଖିଲୁ, ସମସ୍ତଙ୍କର ବୈଠକର ଫଟୋ ବି ଦେଖିଲୁ, ଭିଜୁଆଲ୍ ବି ଦେଖିଲୁ, କିନ୍ତୁ ସଖୀମାନେ ତ କେନ୍ତା ନେଇ ଆସିଲା, ସଖୀମାନେ କେନ୍ କେନ୍ ସଖୀ ଅଛନ୍, କାଣା ଅସୁବିଧା ହେଲା କିନ୍ ତାଙ୍କର କାମ କବାର ବି ଥାଇପାରେ, ଆଜି କାଲିକି ଖରାକେ ବି ଡରି ମୁଥିବେ ଅଧେ ଦୂର ଦୂରାନ୍ତରୁ ଆସିବେ ବୋଲି, ମାନେ ସାକ୍ଷୀ ମନର ନାଁ ଟିକେ ବି ଆମର ଦର୍ଶକ ବନ୍ଧୁମାନେ କହିଦିଅନ୍। ଆଜ୍ଞା ଆମ ନୂଆ ଅନୁଷ୍ଠାନରେ ଅଛନ୍ ଯେନ୍ଟାକି ଲିଡ଼ିଂ ଯେନ୍ଟା ସଖୀ ଡାନ୍ସର କହୁସନ୍, ସେମାନେ ପାୟଲ, ତାପରେ ଭରତ, ଆଉ ଗୋଟେ ଅଛନ୍ ରୂପେଲି ଗୋଟେ ଅଛନ୍। ସେ ଭାଇମାନେ ଆକ୍ଚୁଆଲି ଆଜ୍ଞା ଖରା ଯେନ୍ ହିପାସେ ହଉଛେ ଯେ ଆସବା ଲାଗି ବି ମସିର୍ ପଡ଼ିଯାଏସି, କିନ୍ତୁ ସେମାନେ ବାଇକ୍ରେ ଆସିନି ପାରନ୍, ଆଉ ଆକ୍ଚୁଆଲି ବସ୍ରେ ଯଦି ଆବାକେ ଚାହିଁବେ ବେଲେ ବି 3 ବଜେ ପହଞ୍ଚିଥାନ୍ତି, ଆଜ୍ଞା ସାର୍ ହେଲେ ସେଥିଲାଗି ମନା କରିଦେଲୁ ଆଜି ନେଇ ଆସନ୍, କିନ୍ତୁ ସେମାନେ ଏଗ୍ରିମେଣ୍ଟ ସବୁ ମାନେ ଯୁକ୍ତି ହେଇଯାଇଛି, ହଁ ଚୁକ୍ତିନାମା ସରିଯାଇଛି। ସରିଯାଇଛି ଆଜ୍ଞା। ଆଜ୍ଞା ଆଜ୍ଞା ତ ସେ ଆଜ୍ଞା ମାନେ ଆସିବାର ବାକି ଅଛି, ମାନେ ରେଲସେଲ୍ ଟାଇମ୍ରେ ଆସିବେ ଆଉ ହଁ ରେଲସେଲ୍ ରିହର୍ସାଲ କରିବେ। ଟାଇମ୍ରେ ଆକା ଆସିବେ, ସେମାନେ ବି ଫୋନ୍ ମାଧ୍ୟମରେ କଥା ହେଲୁ। ବହୁତ ଧନ୍ୟବାଦ ଆଜ୍ଞା, ବହୁତ ଖୁସି ଲାଗଲା ଆଜ୍ଞା। ନମସ୍କାର ଆଜ୍ଞା। ହଁ ଦର୍ଶକ ବନ୍ଧୁ ଆମର ଯେନ୍କି ନାଟକର ମ୍ୟୁଜିସିଆନ୍ ପରଦାର ପଛପଟେ ରହିସନ୍ ସେ ଆଜ୍ଞା ମାନେ ଅଛନ୍, ତ ସେ ଆଜ୍ଞା 3 ଜଣ ରହିବାର କଥା କିନ୍ତୁ 2 ଜଣ ରହିଛନ୍, ତ ତାଙ୍କର ପରିଚୟ ଟିକେ ଜାଣମା। ନମସ୍କାର ଆଜ୍ଞା। ନମସ୍କାର। ଆପଣଙ୍କର ପରିଚୟ ଟିକେ ଦିଅନ୍ ସାର୍। ସାର୍ ମୋର୍ ନାଁ ବେଦ ପ୍ରକାଶ ବଘେଲ, ଆଜ୍ଞା ମୁଁ ଛତିଶଗଡ଼ ଦେବକ ବ୍ଲକ ଭତ୍ରାଭାଲି ଗାଁରେ ନିବାସ କରସି। ଆଜ୍ଞା ଆପଣ କାଣା ବଜାସନ୍? ମୁଇଁ ଜଣେ କିବୋର୍ଡିଷ୍ଟ ହେ। କିବୋର୍ଡିଷ୍ଟ। ହଏ କେବେ ବଜାଇଥିଲେ ଏଇଟା ଫାଷ୍ଟ କରି ବଜାଇଲେ? ନାଇଁ ଆଜି ତ ଇଟା ମୋର୍ 4 ନମ୍ବର ବର୍ଷ ହେ। ଆଜ୍ଞା ନାଟକରେ ବଜାଉଥିଲେ? ହଁ ବଜଉଥିଲି, ବାକି ଇଟା ବଡ଼ ପାର୍ଟି ଆଜି ସୁଯୋଗ ମିଳିଛି ମକେ। ଆଜ୍ଞା ଆଜ୍ଞା ଆଜ୍ଞା। ତ ନିହାତି ଆଜ୍ଞା ଆପଣ ବଜାବ ଆଗ୍କେ ବି ଏମିତି
सब भी प्रशंसा करबे आज्ञा बहुत धन्यवाद आज्ञा तो दर्शक बंधु आउ जड़े कलाकार आज्ञा अच्छा तांकर परिचय टी जानमा आज्ञा नमस्कार आज्ञा नमस्कार आज्ञा आपनकर परिचय टी दियन आज्ञा मोर ना है द्वैतारी नागेश आज्ञा छत्तीसगढ़ अंचल मोर गाँ है बजाड़ी डिस्ट्रिक्ट गरियाबन आपन केन भूमिका अभिनय करबे आज्ञा इने आज्ञा मुई हेली नाल बाधक आज्ञा नाल बादक नहीं आज्ञा आज्ञा केबे के बजे थिले किटा प्रथम कर बजाबे आज्ञा बजी थी नमक बेले हूँ 8 साल की 10 साल आज्ञा 8 साल की 10 साल आज्ञा आज्ञा अब आपनकर जेन 3 जन आज्ञा थिसन जाओ किन किन आज्ञा आमर अक्टू पेड रे अछन पुंडरी दा आज्ञा जेन आमर संगे पेड प्ले करबे आज्ञा सर सर से मन के टिके जोर ही गला ये नहीं आसी नहीं आसी पाए आज्ञा तो आपन नाल बादक कसन ढोल ढोल नहीं बजाना ढोल भी बजासी डन नाच रे नहीं बजासी आज्ञा 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 गीत गुती गोटे हो आज्ञा नहीं जाने आज्ञा तो बहुत धन्यवाद देखो थिले दर्शक बंधु आमर जेन की म्यूजिक सेन 3टा आज्ञा मैंने आसते जड़े आज्ञा नहीं आसी आउ 2 जन आज्ञा बर्तमान आसते प्रेजेंट थे जड़े आज्ञा सुविधा असुविधा नहीं आसीपारी हौ दर्शक बंधु आउ 2 जन आज्ञा अच्छा गाँव जेन की आज्ञा जड़े नाट्य प्रचलना करसन आगो से आज्ञा जड़े सहयोगी है वर्तमान आज्ञा नमस्कार आज्ञा आज्ञा नमस्कार परिचय टिक दियन सर आज्ञा मोर ना राय सिंह यादव आज्ञा बरकानी आपन ना राय सिंह यादव बरकानी गाँव नहीं कि आज्ञा आपन इने नाट्य परिचालना करबे माने मैनेजर मैनेजर हाँ केते वर्ष धरि करछन आज्ञा आके करछन वर्षिक बोले एटा प्रथम कर करबे प्रथम कर हाँ गत वर्ष नहीं करते केते खुशी लागुचे बहुत खुशी लाଗୁଛି कलाकार मन के आपन बढ़िया बढ़िया कलाकार मन गाणिचन माने अनेक अनुष्ठान रु हाँ आज्ञा मुझे बहुत सुजोग मिली छे मु मैनेजर ही ने कलाकार मन को मुझे छत्तीसगढ़ ओडिशा आज्ञा नवरंगपुर नवापड़ा नवापड़ा डिस्ट्रिक्ट मुझे आनिचन आनी छे बहुत गर्व लागुছে मुझे खूब खुशी लागुছে आज्ञा आज्ञा मुझे कलाकार मन मुझे आनबी बोल करी बहुत आशा छे तो आके हमर ई कलाकार मन के निकरी नाट चालू आज्ञा अनेक गाँ के जाऊ आउ अनेक ना कमो आपणकर ना भी तार सहित उड़ुथ तार सहित गुरुंकर ना भी उड़ो तार सहित कलाकार ना मन को भी उड़ो आज्ञा बहुत धन्यवाद आज्ञा नमस्कार आज्ञा तो दर्शक बंधु आउ जड़े आज्ञा अच्छन तो से आज्ञा भी आमर ई नाट के बहुत सहयोग तांकर बहुत अवदान अच्छे तो से आज्ञा ठार दीपद जान नमस्कार आज्ञा नमस्कार आज्ञा आपणकर परिचय टिजन सर मोर नाम होचे सुरेंद्र पटेल आज्ञा सर और ये बरकानिया का निवासी आज्ञा देव ब्लॉक छत्तीसगढ़ रेखम आज्ञा तो बहुत धन्यवाद आज्ञा आमर ई नाटर मैनेजर आउ गुरु आज्ञा तो अनेक गुड़ा कलाकार मन अच्छन ये अनेक गुड़ा कलाकार के निकर आपन काण वार्ता रखबे आज्ञा आमर एटा तो 5-6 वर्ष है भाई आमर नाट आज्ञा प्रत्येक वर्ष मैनेजर चेंज हेसन आज्ञा सर आउ 4 वर्ष 5 वर्ष 5 वर्ष आज्ञा श्री रोहित नागेशंकर ताकर लेखा चलला आज्ञा ए वर्ष जिनकी 4 वर्ष खंडे जे नायिका भूमिका अभिनय करते श्री भगवान बाग ए वर्ष प्रथम ताकर लेखा आमर ई बरकानी रे ताकर परिवेशन हेबाकु जाउछे आज्ञा आउ ताकर निश्चित भाव रे आमर माँ भंडारुणी के आमे ताकर आशीर्वाद मांगुछु जे ताकर लेखा निश्चित सफल हो आज्ञा आउ समस्त कलाकार भी भल कलाकार जोठी छन समस्त कलाकार के भी आमर माँ भंडारी नाट्य अनुष्ठान तरफ समस्त के स्वागत करुछे आउ जनता नाट चालू थिला सेंता नाट चलबा बोली कर से माँ भंडारुणी के आमे अनुरोध करुछे आउ जनता नाट प्रति भल पाइबा दिथिले ई चारिगढ़र लोग सेंता भी नाट चालू बोली कर आशा भी हाँ आज्ञा हाँ बहुत धन्यवाद आज्ञा बहुत खुशी लागला आज बैठक रे जेन अनेक गुड़ा कलाकार मन आसिथिले आपन सेने भी किछि आपनकर किछि वक्तव्य रखले आउ इने वर्तमान समस्त चारि कोण रु आइछन आउ आपनकर गाँव लोकर मतामत काण अछि आज्ञा ई नाट के हमर गार लोग बेले 4 वर्ष जिन हिसाब रे हमर नाट जनता चालू थिला गला वर्ष जनता सब हमर नाट रु जनता चली जिथिले तो टिके तल के खसी आसथिला बाकी पुणी हमर से भगवान बाग के देखला कि हमर गाँव जिते उत्साह होचन पूरा बहुत खुशी है आज्ञा आज्ञा आउ तांके देखी कर यार अनेक सब टिके नाट रे नाम थिला कलाकार मन आसले पूरा ना हमर गाँव लोग बहुत खुशी है जे सेंता जनता नाट चलू थिला इ नाट भी हेंता चलबा बोली कर बहुत खुश अछन हमर गाँव लोग भी जा हो आज्ञा बहुत धन्यवाद हम जेन माँ ठाकुराणी यूट्यूब चैनल आपनकर किछि महत्व रखले किछि आपन वार्ता रखले से आपन के अनेक अनेक धन्यवाद आपन गीत गुता भी जानछन आपन तो मुई कहै पुरना नाटरे आपन को हीरो भूमिका अभिनय करथिले मुई होय आज्ञा हीरो भी करथिली आज्ञा आज्ञा गला वर्ष बैकग्राउंड सिंगिंग भी करथिली आ ए वर्ष काना करबे आज्ञा अभिनय करबे ना बैकग्राउंड सिंगिंग करबे नहीं आज्ञा एंती सहयोगी भावना আছে ना आज्ञा आज्ञा तथापि भी गीत गोटे पथि जो जीवन बाटर दो चौकी मुड़ारे किए ठी जीते
କିଏ ପୁଣି ହାରେ ଜୀବନ ବାଟର ଦୋଛକି ମୋଡ଼ରେ କିଏ ଏଠି ଜିତେ କିଏ ପୁଣି ହାରେ ନିଦ ଭାଙ୍ଗି ଗଲେ ସପନ ଚିହ୍ନା। बहुत धन्यवाद आज्ञा, बहुत खुशी लगला। तो जा हो आप गीत पद शुणीदे आउ आगु भी अभिनय करते इने गोटे भी अभिनय कले आपन भी भल लगता आज्ञा क्या जे आम भगवान आज्ञा गोटे नुआ बही दीचन आपन आगु भी अभिनय करते बोली मुझे कथा को जाए नहीं अभिनय करवा के मुई मना नहीं करती ना बोले मुई टाइम दी पारे गोटे गवर्नमेंट सर्वेंट है टीचर अच्छे एतिर लगी स्कूल के टाइम देवा लगी मुई नाट के टाइम दी पारे बाकी से नाट प्रति एते लगाव अच्छे जब से मुई नाट के छाड़ी रखा नहीं पारबार निशा लगी निशा पूरा एतिर लगी इ नाट ने मुझे जिते योगदान देसी निस्वार्थ भावती पूरा फुल सपोर्ट थी जिन जिन भावना जिते बेले बरकानी के मोर जरूरत पड़सी से हिसाब ने मुई काम करसी यार नाट के मुई सदा दिन बरकानी ने बंचे रखवा लगी पूरा प्रयास करसी। आज्ञा बहुत धन्यवाद आज्ञा, बहुत खुशी लगला। आउ मुई माँ ठाकुराणी यूट्यूब चैनल के भी मुई मो माँ भंडारुणी नाट्य अनुष्ठान तरफ तथा बरकानी तरफ पूरा धन्यवाद ज्ञापित करुछे आज्ञा जे एते दूर एते खरार समय निकाली कर हमर एते मीटिंग के लोकलोचन के आनबा के प्रयास करिछन आज्ञा। नमस्कार जेनटा कि आमर माँ भंडारुणी नाट्य कला अनुष्ठान रो जे नुआ कर्मकर्ता नुआ एक्टर के नहीं करी नुआ गुरु कर नहीं करी आउ किछि देखुथिले आमर बरकानी गाँव आमर माँ ठाकुराणी यूट्यूब चैनल मध्यम तो एमती अनेक अनेक वीडियो मैंने आपण सम्मुख में आम पहुँचामु आम चैनल के टिके लाइक शेयर सब्सक्राइब टिके करबे रोची दर्शक बंधु जय कला नमस्कार।